ओवर। तुमे निखिल बंदनिया गुरु श्री अरविंद प्रिय तुमे निखिल बंदनिया गुरु श्री अरविंद प्रिय प्रभु अति मानसर ज्योति बासर प्रेमर प्रणति निय निखिल बंदनिया गुरु श्री अरविंद प्रिय प्रभु अति मानसर ज्योति बासर प्रेमर प्रणति निय निखिल बंदनिया दिव्य जीवन लागी दिव्य जीवन लागी मैं अवचेतनार हृद दुआर सजरे देइछ भांगी सजात ना सही अशेष जात ना सही तुमे निशेष करी नरकर लीला स्वर्ग कलए मही ना सही अशेष जात ना सही तुमे निशेष करी नरकर लीला स्वर्ग कलए मही अति अंतर तळु कृतज्ञतार अंतर तळु कृतज्ञतार अशेष प्रणाम निय निखिल बंदनिया गुरु श्री अरविंद प्रिय तुमे अति मानसर ज्योति बासर प्रेमर प्रणति निय तुमे निखिल बंदनिया गुरु श्री अरविंद प्रिय तुमे निखिल बंदनिया गुरु श्री अरविंद प्रिय बासर प्रेमर प्रणति निय प्रेमर प्रणति निय प्रेमर प्रणति निय करुणामयी माँ परम प्रभु श्री अरविंद का पादपद्म तले मोर प्रणाम जनाई आज शुभ बेला को आरंभ करवा उपस्थित थिबा मोर समस्त अपा भाई को मोर प्रणाम और छोट बड़ भाई भौणी तथा सहपाठी सहपाठिनी गण एबे आमे दिवसर तात्पर्य विषय शुणवा डिम्पल ठारू दशम श्रेणी डिम्पल दिवसर तात्पर्य विषय किसी कहबे डिम्पल करुणामयी माँ परम प्रभु श्री अरविंद पादपद्म तले मोर कोटि कोटि प्रणाम एठारे उपस्थित थिबा मोर अपा भाई वृंद और मोर सभापति मानक मोर प्रणाम एवं मोर छोट बड़ भाई और भौणी मैंने आज हूँ एक पवित्र दिवस यही पवित्र दिवस उपलक्षे मत किसी कहबार सुजोग मिलुथिबारु आमर सम्माननीय वरेण्य अतिथिगण आगमन होती तेणु किसी आम निरवतार सहित रहा पूजन पर कार्यक्रम आमर व्यवस्थित भाव चले। करुणामयी माँ परम प्रभु श्री अरविंद का पाद पद्म तले मोर कोटि कोटि प्रणाम जनाई
ଆଜିର ଶୁଭ ବେଳାକୁ ଆରମ୍ଭ କରିବା। ଏଠାରେ ଉପସ୍ଥିତ ଥିବା ସମସ୍ତ ଅପା ଭାଇ, ଅଧ୍ୟକ୍ଷ ମହୋଦୟ ତଥା ବରିଷ୍ଠ ଶିକ୍ଷକ ମାନଙ୍କୁ ମୋର ପ୍ରଣାମ ଏବଂ ଛୋଟ ବଡ଼ ଭାଇ ଭଉଣୀ ମାନଙ୍କୁ ସ୍ନେହ ଓ ଶ୍ରଦ୍ଧା। ଆଜି ହେଉଛି ପବିତ୍ର ଗୁରୁ ଦିବସ। ଏହି ଦିବସରେ ଗୁରୁମାନଙ୍କୁ ପୂଜା କରି ଆମେ ଆମର ଆଶୀର୍ବାଦ ଗ୍ରହଣ କରିବା। ଏବେ ଆମେ ଗୁରୁମାନଙ୍କୁ ପୂଜା କରିବା ପାଇଁ ମୁଁ ଆମର ଦଶମ ଶ୍ରେଣୀର ଦୁଇ ଜଣ ଭଉଣୀକୁ ଡାକିବି, ସେମାନେ ଗୁରୁମାନଙ୍କୁ ପୂଜା କରିବେ।
ଏବେ ମୁଁ ଡିମ୍ପଲକୁ ଡାକିବି ତାଙ୍କ ମୁହଁରୁ ଶୁଣିବା ଦିବସର ତାତ୍ପର୍ଯ୍ୟ ବିଷୟରେ। ଡିମ୍ପଲ। ସମସ୍ତଙ୍କୁ ମୋର ପ୍ରଣାମ। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦପଦ୍ମ ତଳେ ମୋର କୋଟି କୋଟି ପ୍ରଣାମ। ଏଠାରେ ଉପସ୍ଥିତ ଥିବା ମୋର ସଭାପତି ମହୋଦୟ ଓ ମୋର ଅପା ଭାଇମାନଙ୍କୁ ମୋର ପ୍ରଣାମ ଏବଂ ମୋର ଛୋଟ ଓ ବଡ଼ ଭାଇ ଭଉଣୀମାନେ। ଆଜିର ଏହି ଦିବସ ଉପଲକ୍ଷେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଆଜି ହେଉଛି ଗୁରୁ ଦିବସ ଅର୍ଥାତ୍ ଟିଚର୍ସ ଡେ, ଯିଏ ଆମକୁ ଆମ ଜୀବନରୁ ଅନ୍ଧାରକୁ ଦୂର କରି ଆଲୋକରେ ପରିଣତ କରିଥାଏ। ସିଏ ହେଉଛି ଆମ ପ୍ରକୃତ ଗୁରୁ। ଗୁରୁ ଯିଏକି ଭଗବାନଙ୍କ ସହ ତୁଲ୍ୟ। ସେ ଆମକୁ ଏତେ ରାସ୍ତା ଦେଖେଇଛନ୍ତି, ଏତେ ଭଲ ବାଟ ଦେଖେଇଛନ୍ତି ଯେ ଆମେ କେବେ ହେଲେ ଏହା ଭୁଲିବାନି। ଯିଏ ତାଙ୍କ ଆଶୀର୍ବାଦରେ ଗୋଟେ ଛାତ୍ର ବା ଛାତ୍ରୀ ନିଜ ଜୀବନର ଜ୍ଞାନ ଓ ସମ୍ମାନ ପାଇଥାଏ। କହିବାକୁ ଗଲେ ଗୁରୁ ହିଁ ମହାନ, ଯିଏ ଆମକୁ ଉଚିତ ଶିକ୍ଷା ଦେଇଥାନ୍ତି, ଆମ ଭବିଷ୍ୟତର ଜୀବନଯାତ୍ରାକୁ ଅତି ସୁନ୍ଦର ଓ ଆଲୋକିତ କରିଥାନ୍ତି। ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣ, ଯିଏକି ଥିଲେ ଆମ ଭାରତର ପୂର୍ବତନ ରାଷ୍ଟ୍ରପତି। ସେ ଥିଲେ ମଧ୍ୟ ଶିକ୍ଷକ, ଜଣେ ଆଦର୍ଶ ଶିକ୍ଷକ, ଯେ ଛାତ୍ରମାନଙ୍କୁ ବହୁତ ଭଲ ପାଆନ୍ତି ଓ ଛାତ୍ରମାନଙ୍କୁ ତାଙ୍କ ନୀତିରେ ଗଢ଼ି ତୋଳିଛନ୍ତି। ଆଜି ଏହି ଗୁରୁ ଦିବସରେ ତାଙ୍କୁ ଆମେ ସ୍ମରଣ କରି ତାଙ୍କ ଜନ୍ମତିଥିକୁ ଆମେ ଗୁରୁ ଦିବସ ରୂପେ ପାଳନ କରୁ। କୁହାଯାଇଛି ଯେ ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ଗୁରୁ ଯିଏକି ଆମକୁ ସଠିକ ରାସ୍ତା ଦେଖେଇଥାନ୍ତି, ଗୁରୁ ଯିଏକି ଆମକୁ ଉଚିତ ଶିକ୍ଷା ପ୍ରଦାନ କରିଥାନ୍ତି, ଗୁରୁ ଯିଏକି ଆମର ଭବିଷ୍ୟତର ଯାତ୍ରାକୁ ଆଗକୁ ବଢ଼େଇଥାନ୍ତି, ଗୁରୁ ଯିଏକି ଆମକୁ ଖରାପ ରାସ୍ତାରୁ ଆଣି ଭଲ ରାସ୍ତାରେ ରଖିଥାନ୍ତି। ଗୁରୁକୁ କେବେ ହେଲେ ଆମେ ଅସମ୍ମାନ ବା ଖରାପ ବ୍ୟବହାର କରିବା ଉଚିତ ନୁହେଁ। ଗୁରୁ ପୁରା ସାକ୍ଷାତ ଈଶ୍ୱର। ଗୁରୁକୁ ଯେପରି ଆମେ ଈଶ୍ୱରଙ୍କୁ ଖରାପ ବ୍ୟବହାର କରୁନି, ସେହିପରି ଗୁରୁ ଭଗବାନଙ୍କ ତୁଲ୍ୟ। ଆମେ କିପରି ତାଙ୍କୁ ଆମେ ଖରାପ ବ୍ୟବହାର ଦେଖେଇ ପାରିବା? ସେଥିପାଇଁ ଆମେ କେବେ ହେଲେ ଗୁରୁଙ୍କୁ ଖରାପ ବ୍ୟବହାର କି ଅସମ୍ମାନ କରିବା ଦରକାର ନାହିଁ। ଆମେ ହେଉଛନ୍ତି ଛାତ୍ର, ଆମ ଜୀବନର ମହତ୍ୱପୂର୍ଣ୍ଣ ଦିବସ ଇଏ ଗୋଟେ ମଧ୍ୟ। ଯେପରି ଆମ ପିତାମାତା ହେଉଛନ୍ତି ଆମ ପ୍ରଥମ ଗୁରୁ, ସେହିପରି ଶିକ୍ଷକ ମଧ୍ୟ ଆମର ଦ୍ୱିତୀୟ ଗୁରୁ, ଯିଏକି ଆମକୁ ବଡ଼ ମଣିଷ କରିବାକୁ ଏବଂ ଆମ ଉଚିତ ମାର୍ଗ ଦେଖେଇବାକୁ ସବୁବେଳେ ଆଗେଇ ହେଇକି ଥାନ୍ତି। ଆଉ ଏବେ ଆମେ କହିବା ଯେ ଗୁରୁଙ୍କୁ କେବେ ହେଲେ ଆମେ ଅସମ୍ମାନ କରିବା ନାହିଁ, କାରଣ ଗୁରୁଙ୍କ ସହିତ ଏମିତି ଆମର ସମ୍ପର୍କ ଅଛି ଯେ ଆମେ କେବେ କାହାକୁ କହିହେବନି। ଗୁରୁଙ୍କୁ ଆମେ ଭଗବାନ ତୁଲ୍ୟ ଆମେ ସବୁବେଳେ ମାନିଥାଉ। ଆମେ କହିବାକୁ ଗଲେ ଗୁରୁଙ୍କ ସହିତ ଆମର ପିତାମାତାଙ୍କ ସମ୍ପର୍କ ଅଛି। ଆମେ ଗୁରୁଙ୍କ ଋଣ କେବେ ହେଲେ ସୁଝି ପାରିବା ନାହିଁ, କାରଣ ଗୁରୁ ଆମକୁ ସଠିକ ରାସ୍ତା ଦେଖେଇଥାନ୍ତି। ଆମେ ଗୁରୁଙ୍କ ଋଣ କେବେ ହେଲେ ସୁଝି ପାରିବୁନି। ଏତିକି କହି ମୋ ବକ୍ତବ୍ୟ ଶେଷ କରୁଛି। ଅନେକ ଅନେକ ଧନ୍ୟବାଦ ଡିମ୍ପଲ। ଏବେ ଗୋଟେ ଗୁରୁ ବନ୍ଦନା ଶୁଣିବା। ହେ ପରମ ଗୁରୁ ଶ୍ରୀ ଅରବିନ୍ଦ। ପରମ ଗୁରୁ ଶ୍ରୀ ଅରବିନ୍ଦ, ପ୍ରଣତି ତୁମର ପାଦ ତଳେ, ପ୍ରଣତି ତୁମର ପାଦ ତଳେ। ହେ ପରମ ଗୁରୁ ଶ୍ରୀ ଅରବିନ୍ଦ, ପ୍ରଣତି ତୁମର ପାଦ ତଳେ, ପ୍ରଣତି ତୁମର ପାଦ ତଳେ।
ବୃନ୍ଦ ପ୍ରଣତି ତୁମର ପାଦ ତଳେ ପ୍ରଣତି ତୁମର ପାଦ ତଳେ ଅନ୍ତରେ ଆମର କର ତୁମେ ବାସ ପ୍ରଣତି ବାଢୁଛୁ ଆହେ ଜଗଦୀଶ ଅନ୍ତରେ ଆମର କର ତୁମେ ବାସ ପ୍ରଣତି ବାଢୁଛୁ ଆହେ ଜଗଦୀଶ କୁହ ପରକାଶ ଏ ମନ ପ୍ରାଣରେ କୁହ ପରକାଶ ଏ ମନ ପ୍ରାଣରେ ଶ୍ରୀପଦ ଧୋଇବୁ ଅଶ୍ରୁ ଜଳେ ଶ୍ରୀପଦ ଧୋଇବୁ ଅଶ୍ରୁ ଜଳେ ହେ ପରମ ଗୁରୁ ଶ୍ରୀ ଅରବିନ୍ଦ ପ୍ରଣତି ତୁମର ପାଦ ତଳେ ପ୍ରଣତି ତୁମର ପାଦ ତଳେ ମାନବ ଆତ୍ମାର ମୁକ୍ତି ପାଇକି ଏକାନ୍ତରେ ତୁମେ କଲ ବାସ ଏକାନ୍ତରେ ତୁମେ କଲ ବାସ ଅତି ମାନସର ଦିବ୍ୟ ଲୋକକୁ ଅତି ମାନସର ଦିବ୍ୟ ଲୋକକୁ ପ୍ରକାଶିଲ ଏହି ମୋହି ତଳେ ପ୍ରକାଶିଲ ଏହି ମୋହି ତଳେ ହେ ପରମ ଗୁରୁ ଶ୍ରୀ ଅରବିନ୍ଦ ପ୍ରଣତି ତୁମର ପାଦ ତଳେ ପ୍ରଣତି ତୁମର ପାଦ ତଳେ ରବିବେ ସକଳେ ସେ ପରା ଚେତନା ହଟିବେ ବିରୋଧୀ ହୋଇ ବାଟ ବଣା ରବିବେ ସକଳେ ସେ ପରା ଚେତନା ହଟିବେ ବିରୋଧୀ ହୋଇ ବାଟ ବଣା ମନର ଇଙ୍ଗିତେ ନ ଚାଲିବେ କେହି ମନର ଇଙ୍ଗିତେ ନ ଚାଲିବେ କେହି ଚାଲିବେ ଚୈତ୍ୟର ଭାବ ବଳେ ଚାଲିବେ ଚୈତ୍ୟର ଭାବ ବଳେ ହେ ପରମ ଗୁରୁ ଶ୍ରୀ ଅରବିନ୍ଦ ପ୍ରଣତି ତୁମର ପାଦ ତଳେ ପ୍ରଣତି ତୁମର ପାଦ ତଳେ ଦିବ୍ୟ ଜୀବନର ମନ୍ତ୍ର ଦେଇଗଲ ଦିବ୍ୟ ଜୀବନର ମନ୍ତ୍ର ଦେଇଗଲ ମାନବ ଜାତିକୁ କାଳେ କାଳେ ମାନବ ଜାତିକୁ କାଳେ କାଳେ ମାନବ ଜାତିକୁ କାଳେ କାଳେ ପିଲାମାନଙ୍କୁ ଧନ୍ୟବାଦ। ବାସ୍ତବରେ କହିବାକୁ ଗଲେ ଶିକ୍ଷକ ହେଉଛନ୍ତି ସୁସ୍ଥ ନିର୍ମାଣକାରୀ ଯିଏ ଆମକୁ ସମାଜର ଉତ୍ତମ ମଣିଷ ରୂପେ ଗଢ଼ିଥାନ୍ତି। ସେହି ମହାନ ଶିକ୍ଷକଙ୍କୁ ହୃଦୟରୁ ପ୍ରଣାମ। ଏହି ଗୁରୁ ଓ ସେଇ ଗୁରୁ ଦିବସରେ ପିଲାମାନଙ୍କ ଠାରୁ କିଛି ଶୁଣିବା। ସେଥିପାଇଁ ଆମେ ଯାଜ୍ଞସେନୀ ଭଉଣୀକୁ ଦେଖିବା। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦ ପଦ୍ମ ତଳେ ମୋର କୋଟି କୋଟି ପ୍ରଣାମ। ଏଠାରେ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷକଙ୍କୁ ମୁଁ ମୋର ପ୍ରଣାମ ଜଣାଉଛି। ଆଜି ହେଉଛି ସେପ୍ଟେମ୍ବର 5। ଏହି ଦିନ 1888 ମସିହା ସର୍ବପଲ୍ଲୀ ରାଧାକୃଷ୍ଣ ଜନ୍ମଗ୍ରହଣ କରିଥିଲେ। ସେ ହେଉଛନ୍ତି ଜଣେ ଶିକ୍ଷକ। ସେ ଛୁଆମାନଙ୍କୁ ଅତ୍ୟନ୍ତ ଭଲ ପାଆନ୍ତି। ଆମେ ଆଜି ଗୁରୁ ଦିବସ ପାଳନ କରୁଛୁ। ଏ ଗୁରୁ ଦିବସର ଯେଉଁ ଗୁର ଅର୍ଥ ହେଉଛି ଅନ୍ଧାର, ରୁର ଅର୍ଥ ହେଉଛି ଆଲୋକ। ଗୁରୁ ହେଉଛନ୍ତି ସିଏ ଯିଏକି ଅନ୍ଧାରରୁ ଆଲୋକକୁ ଆଣିଛନ୍ତି। ଅନ୍ଧାରରୁ ଆଲୋକକୁ ଛାତ୍ରମାନଙ୍କୁ ଆଣିଛନ୍ତି। ୟାର ଯଥାର୍ଥ ହେଉଛି
ଶିକ୍ଷକ ବା ଶିକ୍ଷୟିତ୍ରୀ ମାନେ ଛାତ୍ରମାନଙ୍କୁ ଅଜ୍ଞାନ ଅନ୍ଧାରରୁ ଛାତ୍ରମାନଙ୍କୁ ଆଲୋକ ଆଡ଼କୁ ଗତି କରାଇଛନ୍ତି। ସେ ଆମକୁ ସତ୍ ମାର୍ଗ ଦର୍ଶାଇଛନ୍ତି। ସେ ହେଉଛନ୍ତି ଆମର ଈଶ୍ୱର ତୁଲ୍ୟ। ତାଙ୍କୁ ଆମେ ଚିର ନମସ୍ୟ ଜଣାଇବା। ତାଙ୍କୁ ଆମେ କେବେ ବି ଖରାପ ବିହେଭିୟର ଦେଖେଇବା ନାହିଁ। ଆମେ ତାଙ୍କୁ ସବୁବେଳେ ଈଶ୍ୱର ସହିତ ଯେହେତୁ ତୁଳନା କରୁଛେ, ସେଥିପାଇଁ ଆମକୁ ତାଙ୍କୁ ସମ୍ମାନ ଜଣାଇବା ଦରକାର। ଆମେ ତାଙ୍କ ପିଠି ପଛଆଡ଼େ ଏମିତି କିଛି ଖରାପ କହିବାନି ଯାହାଦ୍ୱାରା ତାଙ୍କ ମନ ଭାଙ୍ଗିଯିବ। ସେଥିପାଇଁ ଆମେ ତା ପ୍ରତି ଟିକେ ଧ୍ୟାନ ଦେବା। ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ। ଧନ୍ୟବାଦ ଯାଜ୍ଞସିନୀ। ଏବେ ଆମେ ଶିକ୍ଷକଙ୍କୁ ସମ୍ମାନିତ କରିବା ପାଇଁ କୌଣସି ଦିନର ଆବଶ୍ୟକତା ନାହିଁ, କାରଣ ଶିକ୍ଷା ଚିର ପୂଜନୀୟ, ଚିର ସମ୍ମାନିତ। ତଥାପି ଅନେକ ଦେଶରେ ଶିକ୍ଷକଙ୍କୁ ସମ୍ମାନିତ କରିବା ପାଇଁ ଏକ ବିଶେଷ ଦିବସ ଘୋଷଣା କରାଯାଇଛି। ଯେପରିକି ଭାରତରେ ଗୁରୁ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ମାସ 5 ତାରିଖ ପାଳନ କରାଯାଉଛି। ଏହି ଦିନଟି ହେଉଛି ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମତିଥି। ମାଦ୍ରାସ ନିକଟବର୍ତ୍ତୀ ସର୍ବପଲ୍ଲୀ ଗାଁ, ସେଇ ଗାଁର ଗୋଟିଏ ଗରିବ ବାଳକର ଜନ୍ମଦିନ ଆଜି ବିଶ୍ୱ ଇତିହାସରେ ଗୁରୁ ଦିବସ। ସେ ବୀରସ୍ୱାମୀ ପୁରୋହିତଙ୍କ ପୁଅ, ବିଶ୍ୱର ସର୍ବଶ୍ରେଷ୍ଠ ଦାର୍ଶନିକ। ସେ ଗୁରୁ ନୁହନ୍ତି, ଗୁରୁନାମ ଗୁରୁ। ଭାରତ ମାଟି ହିଁ ଗୁରୁ ମାଟି, ଗୁରୁ ମାଟିର ଗୁରୁ ରାଧାକୃଷ୍ଣ। ଏବେ ଚାଲନ୍ତୁ ଆମେ ଶୁଣିବା ନବମ ଶ୍ରେଣୀର ଜଣେ ଛାତ୍ର ସମୀର କୁମାର ନନ୍ଦୀ। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କ ପାଦପଦ୍ମରେ ଅନନ୍ତ କୋଟି ପ୍ରଣାମ। ଏଠାରେ ଉପସ୍ଥିତ ଥିବା ସଭାପତି ମହୋଦୟ ଏବଂ ଅପାଭାଇ ବୃନ୍ଦଙ୍କୁ ମୋର ଆଜିର ଦିବସ ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜି ହେଉଛି ଗୁରୁ ଦିବସ। ଏଠାରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଭାରତରେ ଆଦିମ କାଳରୁ ଶିକ୍ଷକମାନଙ୍କୁ ସର୍ବଶ୍ରେଷ୍ଠ ଜାଗାରେ ରଖାଯାଇଛି। ଗୁରୁଙ୍କୁ ନ ମଣିବନର ଗୁରୁ ହିଁ ସାକ୍ଷାତ ଈଶ୍ୱର। ଏକ ଛାତ୍ରଛାତ୍ରୀ ନିମନ୍ତେ ଗୁରୁ ହିଁ ତାର ମାର୍ଗଦର୍ଶକ ଅଟନ୍ତି। ସେଥିପାଇଁ ଶ୍ରୀ ସର୍ବପଲ୍ଲୀ ରାଧାକୃଷ୍ଣନ ତାଙ୍କ ଜନ୍ମଦିନଟିକୁ ଗୁରୁ ଦିବସ ରୂପେ ପାଳନ କରିବାକୁ କହିଥିଲେ। ସେ 1888 ମସିହା ସେପ୍ଟେମ୍ବର 5 ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ 1939 ମସିହାରେ ମହାତ୍ମା ଗାନ୍ଧୀଙ୍କ କହିବା ଅନୁସାରେ ସେ ବାରାଣାସୀର ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟାପକ ହୋଇଥିଲେ ଏବଂ 1949ରେ ଜବାହରଲାଲ ନେହେରୁଙ୍କ ଉପଦେଶରେ ସେ ରୁଷିଆର ରାଷ୍ଟ୍ରଦୂତ ହୋଇଥିଲେ। ସେ 1952 ଠାରୁ 1962 ପର୍ଯ୍ୟନ୍ତ ଭାରତର ଉପରାଷ୍ଟ୍ରପତି ଏବଂ 1962 ଠାରୁ 1967 ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ପଦରେ ନିଯୁକ୍ତ ହୋଇଥିଲେ। ସେ 1975ରେ ମୃତ୍ୟୁବରଣ କରିଥିଲେ। ଏତିକି କହି ମୁଁ ମୋ ବକ୍ତବ୍ୟ ଶେଷ କରୁଛି। ଗୁରୁ ହେଉଛନ୍ତି ଦେବତୁଲ୍ୟ। ଗୁରୁ ହିଁ ବ୍ରହ୍ମା, ଗୁରୁ ହିଁ ବିଷ୍ଣୁ, ଗୁରୁ ହିଁ ଶିବ, ଗୁରୁ ହିଁ ସବୁକିଛି। ତେଣୁ ସଂସ୍କୃତରେ କୁହାଯାଇଛି ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ। ଏଥିପାଇଁ ମୁଁ ଅଷ୍ଟମ ଶ୍ରେଣୀର ରାଶେଶ୍ୱର ଭାଇଙ୍କୁ ମଞ୍ଚ ଉପରକୁ ଡାକୁଛି କିଛି କହିବା ପାଇଁ। ओम गुरु ब्रह्मा गुरु विष्णु गुरुदेव महेश्वर गुरु साक्षात परम ब्रह्म तस्मै श्री गुरवे नमः। स्नेहमयी करुणामयी श्री माँ परम प्रभु श्री अरविंद चरण कमले मोर अनंत कोटि प्रणाम। सम्माननीय अतिथि महोदय और सभापति महोदय और अध्यक्ष महोदय को प्रणाम। एठारे उपस्थित मोर अपा भाई मानक मोर प्रणाम। एठारे उपस्थित मो छोट बड़ भाई भौणी सहपाठी गण। आज यही पवित्र दिवस में मत किसी कहबार सुजोग मिलू निजक धन्य मन करुच्ची। आज सेप्टेम्बर 5 तारिख सर्वपल्ली राधाकृष्णन जन्मदिन। से 1888 मसीहा तिरुपल्ली ठारे जन्मग्रहण करते और से बाल्यकाल तिरुपति कटि। से शिशु और गुरु मानक बहुत भल पाउथिले। गुरु शिष्य परायण हेबे और शिष्य गुरु परायण हेबे। गुरु अर्थ है गु अर्थ अंधार, रु अर्थ आलोक।
ଗୁରୁ ଅନ୍ଧାରରୁ ଆଲୋକ ଶିଷ୍ୟମାନଙ୍କୁ ଆଣିଥାନ୍ତି। এই ବିଷୟରେ ମୁଁ ଦୁଇଟି ଛୋଟ ଗପ କହିବି। ଦିନେ ଗୁରୁ ଓ ଶିଷ୍ୟ ଗୋଟେ ରାସ୍ତାରେ ଯାଉଥିଲେ। ଗୁରୁ ଶିଷ୍ୟଟି ଦେଖିଲେ ଗୋଟେ କୃଷକଟି ତା ଚପଲଟିକୁ ରଖି କ୍ଷେତକୁ ଯାଉଛି କାମ କରିବା ପାଇଁ। ଶିଷ୍ୟ ଜଣକ କହିଲେ, ଗୁରୁଦେବ ଆମେ ଚାଲନ୍ତୁ ସେ ଚପଲଟିକୁ ଲୁଚେଇ ଦେବା ଆଉ ଦେଖିବା ଲୁଚିକି କେତେ ମଜା ଲାଗୁଛି। ଗୁରୁ ମୁଣ୍ଡରେ ହାତ ଦେଇ କହିଲେ, ତତେ ମୁଁ ଶିକ୍ଷା ଦେଇଥିଲି ଏଥିପାଇଁ। ତାପରେ ଗୁରୁ କହିଲେ, ଯା ସେ ଗୋଟେ ଦିଟା ଚପଲରେ 50 ଟଙ୍କା ରଖିଦେ। ଶିଷ୍ୟଟି ରଖିଦେଲେ। ତାପରେ ଦେଖିଲେ ଚାଷୀଟି ଯେତେବେଳେ ଆଇଲା ଚପଲଟିକୁ ମାଣିଲା ବେଳକୁ ଦେଖିଲା ପଇସାଟି ତା ପାଦରେ ଲାଗୁଛି। ସେ ପଇସାଟିକୁ ଦେଖିଲା, କହିଲା, ଏ ଠାକୁର ତୁମକୁ ମୁଁ ଆଜି ଅଭିମାନ କରିଥିଲି ଯେ ମୋ ଛୁଆଟି ଆଜି ସ୍କୁଲର ପଇସା ଦେବ ବୋଲି କହିଥିଲା, 50 ଟଙ୍କା ଦେବ ବୋଲି ମୁଁ ଅଭିମାନ କରିଥିଲି, ତୁମେ ଆସି 50 ଟଙ୍କା ଦେଇଦେଲ। ତାପରେ ଆର ଗୋଡ଼ଟାକୁ ମାରିଲା ବେଳକୁ ଚପଲରେ ଆଉ 50 ଟଙ୍କା ସେ ଦେଖିଲା। ସେ କହିଲା, ମୋ ସ୍ତ୍ରୀ ଓ ମାଆର ଔଷଧ ନେବା ପାଇଁ ମୁଁ ଅଭିମାନ କରିଥିଲି, ପଇସା ନଥିଲା ପାଖରେ, ତୁମେ ପଇସା ଦେଇଦେଲ। ଛାତ୍ରଟି ଓ ଗୁରୁ ଲୁଚିକି ଦେଖୁଛନ୍ତି। ତାପରେ ସେ 100 ଟଙ୍କାକୁ ଧରି ତା ଛାତିରେ ଲଗେଇ ବହୁତ ଜୋରେ କାନ୍ଦିଲା। ଗୁରୁ ଓ ଶିଷ୍ୟ କହିଲେ, ଦେଖ ସେ କେତେ ଖୁସିରେ କାନ୍ଦୁଛି। ତାପରେ ଆଉ ଗୋଟେ ଗପ କହୁଛି। ଗୁରୁ ଓ ଶିଷ୍ୟ ଗୋଟେ ମାର୍ଗରେ ଯାଉଥିଲେ। ଦେଖିଲେ ରାତି ହେଇ ଆଇଲାଣି। ଶିଷ୍ୟଟି ଗୁରୁଙ୍କୁ କହିଲା, ଗୁରୁଦେବ ଚାଲନ୍ତୁ ଆଗ ଗାଁରେ ରହିଯିବା। ଗୁରୁଜନ କହିଲେ, ନାଇଁ, ଏଇ ପାଖରେ ଗୋଟେ କୁଡ଼ିଆଟେ ରହିଛି, ସେଇଠି ଆମେ ଯିବା ରହିବା। ସେମାନେ ଦି ଜଣ ସେ କୁଡ଼ିଆ ପାଖକୁ ଗଲେ। ସେଇ ପିଲାଟି କବାଟଟିକୁ ଠକ୍ ଠକ୍ କଲା। ସେ ଜଣେ ଗରିବ ଲୋକଟି ବାହାରିଲା। ଗରିବ ଲୋକଟି କହିଲା, କ'ଣ ହେଲା? ତାପରେ ଗୁରୁ କହିଲେ, ଆମେ ଅନ୍ୟ ଏକ ଗାଁକୁ ଯାଉଥିଲୁ, ରାତି ହେଇଲାଣି, ଆମେ ତୁମ ଘରେ ଆଶ୍ରୟ ନେଇପାରିବୁ କି? ସେ ତାଙ୍କୁ ଡାକିଲା ଭିତରକୁ ବସେଇଲା। ଗୁରୁ ତାର ଗରିବତା ଦେଖିଲେ। ସେ ପଚାରିଲେ, ତୁମେ କ'ଣ କରୁଛ? ସେ କହିଲେ, ମୋର ମେଞ୍ଚେ ଗୁଡ଼ିଏ ଜମି ଅଛି। ସେ କହିଲେ, ତୁମେ ତାହେଲେ ଏତେ ଗରିବର ହେଇକି ଅଛ କ'ଣ ପାଇଁ? ସେ କହିଲେ, ଏଇ ଜମି ଗୁଡ଼ିକ ଅନୁର୍ବର। ଗାଁ ଲୋକମାନେ କହିଲେ, ଏଥିରେ ଫସଲ ହବନି, ଏଥିରେ ଫସଲ କରିବା ପାଗଳାମିର କଥା। ଗୁରୁ କହିଲେ, ତାହେଲେ ତୁମେ କେମିତି ବଞ୍ଚୁଛ? ଗରିବ ଲୋକଟି କହିଲା, ମୋ ପାଖରେ ଗୋଟେ ମଇଁଷି ଅଛି, ସେ ମଇଁଷି ମୋ ଘର ଚଳଉଛି। ଗୁରୁ ଆଉ କିଛି ନ କହି ଶୋଇପଡ଼ିଲେ। ତାର ଭୋରୁ ଗୁରୁ ଓ ଶିଷ୍ୟ ମିଶି ବାହାରିଲେ। ସେତେବେଳୁ ସେ ମଇଁଷିଟିକୁ ଧରି ପଳାଇଲେ। 10 ବର୍ଷ ଗଲା ପରେ ସେଇ ଶିଷ୍ୟର ମନେ ପଡ଼ିଲା, ସେ ଆଉ ଗୁରୁ ଗୋଟେ ଲୋକ ଘରୁ ମଇଁଷିଟିକୁ ଧରି ପଳେଇ ଆସିଥିଲେ। ଆଉ ସେ ଶିଷ୍ୟଟି ସେଇ ଜାଗାକୁ ଗଲା, ଦେଖିଲା ସେ କୁଡ଼ିଆରେ କିଏ ରହୁନାହିଁ। ଜମି ଖାଲି ପଡ଼ିଥିଲା, ସେଇଠି ଶସ୍ୟ ଶ୍ୟାମଳ ଓ ପନିପରିବା ଫଳମୂଳ ହେଇକି ଫୁଲ ଅଛି। ସେଇ ଦେଖିଲା ଯୋଉ ଜାଗାରେ କୁଟୀରଟା ଥିଲା, ସେଇ ଜାଗାରେ ଏବେ ରାଜମହଲ ହେଇଯାଇଛି। ସେ ଘରର ମାଲିକ ବାହାରକୁ ଆସିଲା। ସେ କହିଲା, ତୁମେ ମୋତେ ଚିହ୍ନି ପାରୁଛ? ମୁଁ ମୋ ଗୁରୁଙ୍କ ସହ ଆସିଥିଲି ଏଇଠିକି। ତ ସେ କହିଲା, ଆଜ୍ଞା, ମୁଁ ଜାଣିପାରୁଛି। ତାପରେ ସେ କହିଲେ, ଆପଣ ଯୋଉଦିନ ଗଲେ ସେଇଦିନ ମୋ ମଇଁଷିଟି କୁଆଡ଼େ ହଜିଗଲା। ତା ପରଠୁ ମୁଁ ଚେଷ୍ଟା କରିକି ଏଥିରେ ଶସ୍ୟ ଅମଳ କଲି। ଦେଖିଲା ବେଳୁ ଏଇଠୁ ଭଲ ଶସ୍ୟ ହେଲା। ସେ ଲୋକଟି କହିଲା, ଏଥିପାଇଁ ମୁଁ ଏବେ ଗାଁର ବଡ଼ ହୋଇକି ରହିଛି ଓ ବଡ଼ ଚାଷୀ। ଏତିକି କହି ମୋ ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ ରାଶେଶ୍ୱର ଭାଇ। ଶିକ୍ଷକ ହେଉଛନ୍ତି ବାସ୍ତବରେ କହିବାକୁ ଗଲେ ଶିକ୍ଷକ ହେଉଛନ୍ତି ସୁସ୍ଥ ସମାଜର ନିର୍ମାଣକାରୀ, ଯିଏ ଆମକୁ ସମାଜର ଉତ୍ତମ ମଣିଷ ରୂପେ ଗଢ଼ି ତୋଳିଛନ୍ତି। ସେହି ମହାନ ବ୍ୟକ୍ତିତ୍ୱ ରୂପୀ ଶିକ୍ଷକଙ୍କର ବିଷୟରେ କ'ଣ ବା କହିବି? ଯାହା କହିଲେ ବି ଦୁନିଆର ପ୍ରତ୍ୟେକ ଶବ୍ଦ ତାଙ୍କ ପାଇଁ ଛୋଟ ପଡ଼ିଯିବ। ତାଙ୍କ ପାଇଁ ପଦଟିଏ, ନା ତାଙ୍କୁ ପ୍ରଶଂସା ଲୋଡ଼ା, ନା ତାଙ୍କୁ ସୁନା ରୂପା ପରି ଉପହାର ଲୋଡ଼ା। ତାଙ୍କୁ ତ ବାସ୍ ଆତ୍ମୀୟ ଶାନ୍ତି ଲୋଡ଼ା, ଏବଂ ଆତ୍ମୀୟ ଶାନ୍ତି ତାକୁ ସେତେବେଳେ ମିଳେ ଯେତେବେଳେ ବିଦ୍ୟାର୍ଥୀର ଯଶଗାନ ବିଷୟରେ ହୁଏ। ଚାଲନ୍ତୁ ଏବେ ମୁଁ ନିମନ୍ତ୍ରଣ ଆମ ଅତିଥି କୈଳାସ ସାର୍ଙ୍କୁ କିଛି କହିବାକୁ ମଞ୍ଚକୁ ଡାକିବାକୁ ଚାହୁଁଛି। କୈଳାସ ସାର୍। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦ ପଙ୍କଜରେ ପ୍ରଣାମ କରି
ପ୍ରାର୍ଥନା କରି ଆଜିର ଏହି ପବିତ୍ର ଗୁରୁ ଦିବସ ବିଷୟରେ କହିବି। ସମ୍ମାନନୀୟ ଅଧ୍ୟକ୍ଷ ମହୋଦୟ, ପୂଜ୍ୟ ଗୁରୁଜୀ ବୃନ୍ଦ, ପରିଡ଼ା ସାର୍, ମହେନ୍ଦ୍ର ସାର୍ ଏବଂ ବିଦ୍ୟାଳୟର ଅନ୍ୟାନ୍ୟ ଅପାଭାଇମାନେ ଓ ଶ୍ରଦ୍ଧେୟ କର୍ମଧାର ସୁରେଶ ବାବୁ ଓ ଶ୍ରଦ୍ଧେୟ ଛାତ୍ରଛାତ୍ରୀମାନେ, ସମାଜର ପରିବର୍ତ୍ତନ ହେଉଛି, সোসাইটি ইজ চেঞ্জিং ফ্রম এভরি মোমেন্ট। প্রত্যেক মোমেন্টরে সমাজর পরিবর্তন হচ্ছে। এই পরিবর্তন হইপারে অপওয়ার্ডস অর হইপারে ডাউনওয়ার্ডস। এই পরিবর্তন হইপারে উন্নতি পথরে, বিকাশ পথরে, বা এই পরিবর্তন হইপারে অবনতি পথরে বা বিনাশ পথরে। কিন্তু আশ্চর্যর কথা, আজি যাহাକୁ ଆମେ ଆଗରେ ରଖିଛନ୍ତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ସେ ଅଙ୍ଗେ ଅଙ୍ଗେ ଲିଭେଇଥିଲେ ଟିଚର୍ସ ଆର୍ ସୋଲି ରେସ୍ପନ୍ସିବଲ୍ ଫର୍ ଦି ୱେଲ୍ ଡେଭଲପମେଣ୍ଟ, absolute development of the society, of the country as a whole। ତେଣୁ ଏହି କ୍ରମରେ ସିଏ ଫିଲ୍ କରିଥିଲେ ଶିକ୍ଷକମାନଙ୍କର ଗୁରୁତ୍ୱ, ସମାଜର ପରିବର୍ତ୍ତନ, ସଭ୍ୟତାର ପରିବର୍ତ୍ତନ, ସଂସ୍କୃତିର ପରିବର୍ତ୍ତନରେ ଶିକ୍ଷକମାନଙ୍କର ଭୂମିକା କ'ଣ ଅଛି ସେ ଜାଣିଥିଲେ। ସେଥିପାଇଁ ସେ ତାଙ୍କର ଜନ୍ମତିଥିକି ସେ କରିଥିଲେ କ'ଣ କି ଗୁରୁ ଦିବସ ନାମରେ ନାମିତ କରି ଗୋଟେ ଚାନ୍ସ ଦେଇଥିଲେ, ଏ ଭବିଷ୍ୟତର ନାଗରିକ, ହେ ସମାଜ, ହେ ସମସ୍ତେ ଗୁରୁଙ୍କୁ ଅଧିକ ସ୍ମରଣ କରିବେ। ମୋର ଗୁରୁ ଅଛନ୍ତି, ସିଏ ଜଣେ ମହାନ ଗୁରୁ, ତାଙ୍କ ଉପରେ ବସିଛନ୍ତି ମହାନ 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 ଗୁରୁ, ଯିଏକି ତାଙ୍କରି ଇଙ୍ଗିତରେ, ତାଙ୍କରି ମ୍ୟାନିଫେଷ୍ଟୋ ଆଇଡିଓଲୋଜିରେ ହେଇଛି କ'ଣ କି ଶିକ୍ଷା ପଦ୍ଧତି ହେଉଛି। ଖାଲି ଶିକ୍ଷା ପଦ୍ଧତି ନୁହେଁ, ବର୍ତ୍ତମାନ ଆଉ ଗୋଟେ ଜାଗାକୁ ଯାଉଛି। ଯେତେବେଳେ ଡାରୱିନ୍ କହିଲେ ଏକକୋଷୀ ଉଦ୍ଭିଦ ଏକକୋଷୀ ପ୍ରାଣୀ ପାଖରୁ ମଣିଷ ତିଆରି ହେଇଛି, ସେଟା ବହୁତ ଲୋକ ବିଶ୍ୱାସ କଲେନି। କହିଲେ କ'ଣ ଏଇ ଜୀବ ପାଖରୁ, କୋଷ ପାଖରୁ, ସେଇ ପୋକ ପାଖରୁ, ଆରଥର ପଡ଼ା, ମୁକକୁଳ, ଇଏ ଉଭୟଚର, ବେଙ୍ଗ, ଇଏ ସିମ୍ପାଞ୍ଜି, ହାମ୍, ଗରିଲା, ଓରାଙ୍ଗୁଟାଙ୍ଗରୁ ମଣିଷ ତିଆରି ହେଇଛି। ସମସ୍ତେ ଯେଉଁମାନେ କଳା ପ୍ରେମୀ, ପୁରାଣ ପ୍ରେମୀ, ସେମାନେ ବିଶ୍ୱାସ କଲେନି। ସେମାନେ ବିଶ୍ୱାସ କଲେନି ଏମିତି ହେଇଛି ବୋଲି ଚାରିଆଡ଼େ ପ୍ରଚାର ହେଲା। ସେତେବେଳେ we are very grateful to Sri Aurobindo, ସେ ଫର୍ ଦି ଫାର୍ଷ୍ଟ ଟାଇମ୍ କହିଲେ ହଁ ହେଇଛି। ଏବଂ ମଣିଷର ଶାରୀରିକ ବୃଦ୍ଧି ସମ୍ପନ୍ନ ହେଇଛି ବିବର୍ତ୍ତନ ଶୃଙ୍ଖଳରେ। ଯେଉଁ ବିବର୍ତ୍ତନବାଦ ଚାଲିଛି, ସେ ବିବର୍ତ୍ତନବାଦରେ ଆଉ ଶରୀରର ବୃଦ୍ଧି ହେବନି। 5ଟା ଗୋଡ଼, 3ଟା ଗୋଡ଼, 3ଟା ଆଖି ହେବନି। ଆଉ ଗୋଟେ ହେବ କ'ଣ କି, ଦେୟାର ୱିଲ୍ ବି ସୁପର ହ୍ୟୁମାନ ବିଙ୍ଗସ୍, ଅତି ମାନବ ଶକ୍ତି। ସେଇ ଅତି ମାନବ ଶକ୍ତି ସୃଷ୍ଟି ହେବ। ସେଇଟା ହେଉଛି ପ୍ରକୃତରେ ଜୀବ ପରିବର୍ତ୍ତନ ହେଉଛି। ଯାହା ହଉ ଡାରୱିନ୍ ରକ୍ଷା ପାଇଗଲେ। ଆଜିର ଏ ପବିତ୍ର ଦିବସରେ ଆମକୁ ଗୁରୁଙ୍କ ବିଷୟରେ ଚିନ୍ତା କରିବାକୁ ପଡ଼ିବ। ବିଭିନ୍ନ ଗୁରୁ ଅଛନ୍ତି। ସେଇପାରେ ଶ୍ରେଣୀ କକ୍ଷରେ ଗୁରୁ ହେଇପାରନ୍ତି ଯେଉଁମାନେ ଶିକ୍ଷା ଗୁରୁ, ହେଇମାନେ ହେଇପାରନ୍ତି ଦୀକ୍ଷା ଗୁରୁ। ରିଜନାଲ କଲେଜ ଅଫ୍ ଏଜୁକେସନ୍ ଆମେ ଯାଇଥିଲୁ, ସେ ସାମ୍ନାରେ ଲେଖା ହେଇଛି ଡ୍ରିମ୍ସ ଆର୍ ଦି ଫ୍ୟାସନ୍, ଡ୍ୟୁଟି ଇଜ୍ ଦି ଆକ୍ସନ୍ ଆଣ୍ଡ ଡିଭୋସନ୍ ଇଜ୍ ଦି ଡେଷ୍ଟିନେସନ୍। ସାମ୍ନାରେ ଲେଖା ହେଇଛି। ସେଇଦିନ ପର୍ଯ୍ୟନ୍ତ ଆଜି ମୋ ମନରେ ପଡ଼ୁଛି। ଭଦ୍ରକ କଲେଜରେ 64 ମସିହାରେ ଆଡ଼ମିସନ୍ ନେବା ପାଇଁ ଗଲି। ପ୍ରଥମେ ମୁଁ ମଫସଲ ଲୋକ ଆନ୍ଦପୁରରୁ ଯାଇଛି, ମଫସଲରୁ ଯାଇଛୁ, ଲେଖା ହେଇଛି ବିରାଟ ଲେଟ୍ ନୋବେଲ ଥଟ୍ସ କମ୍ ଫ୍ରମ୍ ଏଭ୍ରି ସାଇଡ୍। ଡିଏନ୍ ହାଇସ୍କୁଲରେ ଥିଲାବେଳେ ଆମର ଯେତେବେଳେ ତିଆରି ହେଲା, ଏଇ ଯେଉଁ ସିଂହ ସିଏ ହେବ ତିଆରି ହେଲା, କ'ଣ ରହିବ, ଆମେ ସର୍ବପ୍ରଥମେ କହିଲୁ ସତ୍ୟମେବ ଜୟତେ। এটা ଦିସ୍ ଇଜ୍ ଦି ମ୍ୟାନିଫେଷ୍ଟୋ। ଆଜି ପର୍ଯ୍ୟନ୍ତ ସିଏ ମୋ ପାଇଁ ଗୁରୁ। ଲେଟ୍ ନୋବେଲ ଥଟ୍ସ କମ୍ ଫ୍ରମ୍। ଆଜି ଦେଖୁଥିବେ ଏଇ ଅବର୍ତ୍ତମାନରେ ଯଦି କେଉଁଠି ଅରବିନ୍ଦ, କରୁଣାମୟୀ ମା ଯଦି ବୁଲୁଥିବେ, ସେ ଦେଖୁଥିବେ ଆମର କାର୍ଯ୍ୟକଳାପ, ଆମର ଚିନ୍ତାଧାରା, ଆମର କ'ଣ ମନୋବୃତ୍ତି, ସେଇଟାକୁ ସେ ଆଜି ଦେଖୁଥିବେ। ତେଣୁ ସେଇମାନେ ଆମର ହେଉଛନ୍ତି ଗୁରୁ। ତେବେ ଯାହା ହଉ,
ମାନେ ଆମକୁ ଜୀବନରେ ବହୁତ ଶିକ୍ଷା କରିବାକୁ ପଡ଼ିବ। ଏବଂ ଆରୁଣି କଥା କହିଛନ୍ତି, ବିଭିନ୍ନ ଇଏ କଥା ପିଲା କହିଲେଣି, ସେଥିପାଇଁ ଆମକୁ ଖାଲି କହିଦେଲେ ହେବନି, ସେଇ ପଥରେ ଆମକୁ ଆଗେଇବାକୁ ପଡ଼ିବ। ସୀତା ଯେତେବେଳେ ଫେରିଲେ ତାଙ୍କୁ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିଲା। ବାଲ୍ମୀକି ଆଶ୍ରମରେ ପହଞ୍ଚନ୍ତି ସକାଳୁ, ତମସା ନଦୀକି ଗାଧେଇବାକୁ ଯାଇଛନ୍ତି, ସୀତା ଦୁଃଖରେ ଅଛନ୍ତି। ସିଏ ଦୁଃଖରେ ଅଛନ୍ତି। ତମସା କହିଲା, ମା ସୀତା ଦେବୀ ଆପଣ କ'ଣ ଦୁଃଖରେ ଅଛନ୍ତି? ମୁଁ ପରା ଆହୁରି କେତେ ଦୁଃଖରେ ଅଛି। ବନେ ବନେ ଭ୍ରମି ଭ୍ରମି ଗଣ୍ଡ କହୁ କେ ନ ଭ୍ରମି, ବହୁ ବାଧା ଅତିକ୍ରମୀ ସ୍ୱଚ୍ଛ ଜୀବନେ, ଅନ୍ଧାର ଦୁଃଖ ନ ଗଣି ଆଲୋକ ସୁଖ ନ ମଣି, ଚାଲିଛି ଦୂର ସରଣୀ নত ବଦନେ, ଜନ୍ମ କରୁଛି ସଫଳ ତୋ ଦାନେ ତୋଷି ତୀର ଆସି ସକାଳ। କହିଲା ତୁମେ କ'ଣ ମନ ଦୁଃଖ କରୁଛ? ମୁଁ ପରା ରାତି ନାହିଁ ଦିନ ନାହିଁ ମୁଁ ବୁଲୁଛି। ଦିନଟାକୁ ଖୁସି ବୋଲି ଭାବିନି କି ରାତିଟାକୁ ଦୁଃଖ ବୋଲି ଭାବିନି। ଚାଲିଛି ଦୂର ସରଣୀ নত ବଦନେ, ମୁଣ୍ଡକୁ ତଳକୁ କରିକି ବଢ଼ିছে ଇଏ ଜଳର ସାଧାରଣ ଗତି ନିମ୍ନ ଗତି। ମୁଁ ଚାଲିଛି ଦୂର ସରଣୀ নত ବଦନେ, ଜନ୍ମ କରୁଛି ସଫଳ ତୋ ଦାନେ ତୋଷି ତୀର ଆସି ସଫଳ। ମୋ ଜୀବନକୁ ମୁଁ ସଫଳ କରିଛି। ତେଣୁ ଏଇ ଯେ ତୀରବାସୀକି ମୋ କୂଳରେ ଯେଉଁମାନେ ଅଛନ୍ତି ମୁଁ ତାଙ୍କୁ ଇଏ ଦେଉଛି, ଇଏ ଜଳଦାନ କରିକି ମୋ ପୁଣ୍ୟ ଲାଭ କରୁଛି। ସେଠି କହିଛନ୍ତି କି ତମସା କହିଛି ସେ ତାଙ୍କୁ। ତେବେ ତମସା ପାଖରୁ ଆମର ମଧ୍ୟ ଶିଖିବାର ଅଛି। ତେଣୁ ପ୍ରତ୍ୟେକ ଜାଗାରେ ଆମେ କିଛି ନା କିଛି ଶିଖିବାର ଅଛି। ଆମେ କିନ୍ତୁ ଯାହା ହେଲେ ବି ରହିଛି, ଭକ୍ତ ରହିଅଛି ଏଣେ 49 କୋଶରେ ଲୟ ଲଗାଇଛି ଜଗବନ୍ଧୁ, ଦୃଷ୍ଟି ରହିଛି ସେଇଠି। କର୍ମଣେ ବାଧିକାରାସ୍ତୁ ମା ଫଳେଷୁ କଦାଚନ, ଡୁ ୟୁର ଡ୍ୟୁଟି ଦ୍ୟାଟ୍ ଇଜ୍ ବେଷ୍ଟ, ଲିଭ୍ ଅନ୍ ଟୁ ଦି ଲର୍ଡ ରେଷ୍ଟ। କର୍ତ୍ତବ୍ୟ କରିବା, ଡ୍ୟୁଟି କରିବା, এইটা ହେଉଛି ପ୍ରଥମ କଥା। ହେଉଛି ନିଜର କର୍ତ୍ତବ୍ୟ ଯଦି ସମ୍ପାଦନ କରିବ, ଶୁଦ୍ଧ ମନ ଶୁଦ୍ଧ ଚିତ୍ତରେ ଯଦି ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ, ଭଗବାନ ବସିଛନ୍ତି ସେଇଠି ସମସ୍ତେ ବସିଛନ୍ତି, ଫଳ ନିଶ୍ଚିତ ଭାବରେ ଦେବେ। ଆଜିର ଏଇ ପବିତ୍ର ଦିବସରେ ମୁଁ ଆହ୍ୱାନ କରିବି ଛାତ୍ରଛାତ୍ରୀମାନଙ୍କୁ, ସେମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତୁ, ଗୁରୁ ଭକ୍ତି କରନ୍ତୁ। ମହାନକୁ ଯେତେ ଗୁରୁ ଅଛନ୍ତି ଗୁରୁଙ୍କ ପ୍ରତି ଧ୍ୟାନ ରହୁ, ଗୁରୁଙ୍କ କଥା ମାନନ୍ତୁ। ନିଶ୍ଚିତ ଭାବରେ ଇଟ୍ ଇଜ୍ ଏ ସ୍ଲୋ, ଗୋଟେ ନିଶ୍ଚିତ ଭାବରେ ଭବିଷ୍ୟତରେ ନିଶ୍ଚିତ ଭାବରେ ପରିବର୍ତ୍ତନ ହେବ। ଆଜି ଏଇଠି ଅଛ, କାଲି କିଏ କେଉଁଠି ଥିବ। ତେବେ ଯାହା ହଉ, ଏଇଭଳି ଭାବରେ ଚିନ୍ତା କରି ଗୋଟିଏ କଥା କହିବି। ସରୋଜିନୀ ନାଇଡୁ କହିଛନ୍ତି, ମା ଭିଲେଜ ସଙ୍ଗରେ ସେ କହିଛନ୍ତି, ମା ଆଉ ଝିଅ ରାତିରେ ଶୋଇଛନ୍ତି, ସକାଳୁ ମା ଉଠୁ ଉଠୁ ଡେରି ହେଲା ବେଳକୁ, ଉଠିଲା ବେଳକୁ ଦେଖିଲା ବେଳକୁ ଝିଅ ସଜବାଜ ହେଇକି ବାହାରିଛି। ମା ଦେଖି ଆଶ୍ଚର୍ଯ୍ୟ, କିରେ ରାତିରେ ସାଙ୍ଗ ହେଇକି ଶୋଇଲେ, ସକାଳୁ ଉଠିକି କ'ଣ ବାହାରିଛୁ? ହନି ଚାଇଲ୍ଡ whether are you going, would you cast your jewels all to the breezes blowing, would you leave your lover who is riding forth to, would you give your mother who is feeding you? ତେଣୁ ସିଏ କହିଛନ୍ତି ସେଇ ସମୟରେ, କହି ତୁ କୁଆଡ଼େ ଯାଉଛୁ, କୁଆଡ଼େ ବାହାରିଛୁ? କହିଲା ମୁଁ ଆଉ ରହିବିନି ଦୁନିଆରେ, ମୁଁ ପଳେଇବି ଦୁନିଆ ଛାଡ଼ିକି। କାହିଁକି, କ'ଣ କରିବୁ? ତୁ ତୋ ମାଆକୁ ଛାଡ଼ିଯିବୁ? କହିଲା ହଁ ମୁଁ ଛାଡ଼ିଯିବି। ମୋ ଇଏ ରାଇଡିଂ ଫର୍, ତୋର ବାହାଘର ହେବ, ତୋର ଯିଏ ବର ଯିଏ ଲଭର ସିଏ ଆସୁଛି, ଘୋଡ଼ାରେ ଚଢ଼ିକି ଆସିଛି, ତୋ ବାହାଘର ଛାଡ଼ିକି ଯିବୁ, ପଳେଇବି। କୁଆଡ଼େ ଯିବୁ? ମଦର ମାଇଣ୍ଡ ଟୁ ଦି ୱାଇଲ୍ଡ ଫରେଷ୍ଟ ଆଇ ଏମ୍ ଗୋଇଂ, where upon the ଚମ୍ପା with the ଚମ୍ପା birds are blowing, to the coil haunted river I'll swear lotus lilies glisten। କହିଲା ମୁଁ ଏଠି ଆଉ ଦୁନିଆରେ ରହିବିନି, ମୁଁ ପଳେଇବି ସେ ଘଞ୍ଚ ନିଘଞ୍ଚ ଜଙ୍ଗଲରେ, ଯେଉଁଠି ଝରଣାର କୁଳୁ କୁଳୁ ଶବ୍ଦ, ସେଇଠି ରହି ମୋତେ ଆଉ ଦୁନିଆଟା ଭଲ ଲାଗୁନି। ମା ଦେଖିକି ଆଶ୍ଚର୍ଯ୍ୟ, ରାତିରେ ସାଙ୍ଗ ହେଇକି ଶୋଇଥିଲେ, ସକାଳୁ ଉଠିକି ଝିଅ ବାହାରିଛି, ଆଶ୍ଚର୍ଯ୍ୟ ହେଇଯାଇଛନ୍ତି। ସେଠୁ କହିଲେ, ସେ କହିଛି ୟୋର ବ୍ରାଇଡାଲ ରୋବ୍ସ ଆର୍ ଅନ୍ ଦି ଲୁମ୍ ସିଲଭର ସାଫ୍ରନ୍ ଗୋଇଂ, ୟୋର ବ୍ରାଇଡାଲ କେକ୍ସ ଆର୍ ଅନ୍ ଦି ହାର୍ଥ ହ୍ୱେଦର ଆର୍ ଗୋଇଂ। କହିଲା ତୋର ବାହାଘର ଯେଉଁ ହେବ, ବଉଳ ପାଞ୍ଚି ପାଟ ସେ ଓଢ଼ଣୀ ସବୁ ଦିଆଗଲାଣି ତନ୍ତକୁ, ସେ ତନ୍ତ ତିଆରି କରିକି ଏଇ ଲାଗି ଆଣିବ ବାହାଘର ଡ୍ରେସ୍। ତୋର ବାହାଘରର ଯେଉଁ ପିଠା ହେବ, ଏଣ୍ଡୁରି ଫେଣ୍ଡୁରି ଯେଉଁ ବାହାଘର ହେଲାଣି, ଚୁଲିରେ ବସିକି ସକାଳୁ ଲୋକ ଇଏ ଆସିକି କ୍ୟାଟରିଂ ବାଲା ସିଏ ଆସିକି କଲେଣି। ପଳେଇବୁ? କହିଲା ପଳେଇବୁ ନା, ଡୋଣ୍ଟ ଲିଭ୍ ଦିସ୍ ୱାର୍ଲ୍ଡ, ଦି ୱାର୍ଲ୍ଡ ଇଜ୍ ଫୁଲ୍ ଅଫ୍ ପ୍ଲେଜର ଅଫ୍ ବ୍ରାଇଡାଲ ସଙ୍ଗସ୍ ଆଣ୍ଡ କ୍ରେଡଲ ସଙ୍ଗସ୍ ଆଣ୍ଡ ସେଣ୍ଟେଲ ଲିଭର। ଦୁନିଆକୁ ଛାଡ଼ିକି ଯାଆନା, ସେ ଦୁନିଆକୁ ଛାଡ଼ିକି ତୁ ଯାଆନା, ଏବଂ ଦୁନିଆରେ ସବୁ ଅଛି। ଝିଅ କହିଛି ମାଆକୁ, କହିଲା ମା ଏଇ ଦେଖ, ସିଏ କହୁଛି ଦେଖୁନ ମାଇକ୍ ବାଲା ଆସିକି ଗୀତ ଗାଇଲାଣି, ସବୁ ରେକର୍ଡ଼ ଲଗେଇ ଦେଇଛି, ଶୁଣୁଛନ୍ତି।
କେତେ ଖୁସି ଇଏ ରେକର୍ଡ ଚାଲିଛି। ମାଆକୁ କହିଛି ଝିଅ କହିଛି ଟିକେ ମନ ଦେଇକି ଶୁଣ। ଦି ବ୍ରାଇଡାଲ sandals and credences of sorrow, the son of laughter today, the wind of death tomorrow। ମା ଟିକେ ତୁମେ ନଜର କରିକି ଭଲକି ଶୁଣ। ଏଇ ଯୋଉ ଗୀତଟା ମାଇକିରେ ବାଜୁଛି ସେଇଟାରେ ଆଉ ଗୋଟେ ଜିନିଷ ଅଛି, କରୁଣର ମୂର୍ଚ୍ଛନା, ଗୋଟେ କରୁଣ ଆସୁଛି। ସେ କରୁଣଟା କ'ଣ? ଆଜି ବାହାର ଭଲ ହବ, କାଲି କିଏ କହିବ ଦୁଃଖ ନ ଆସିବ। ଆଜି ସନ୍ ଅଫ୍ ଲାଫ୍ଟର ଟୁଡେ, ଦି ୱିଣ୍ଡ ଅଫ୍ ଡେଥ୍ ଟୁମରୋ। ଆଜି ଖରା ହେଇଛି, ପାଗ ଭଲ ହେଇଛି, ସମସ୍ତେ ଖୁସିରେ ଅଛନ୍ତି। କାଲି କିଏ କହିବ ଝଡ଼ ବର୍ଷା ଆସିବ, ବାତ୍ୟା ଆସିବ, ପ୍ରତିଭ ବାର୍ତ୍ତା ଆସିବ, ସୁନାମି ଆସିବ, ଟାଇଫୁନ୍ ଆସିବ, ହୁଡ଼ୁହୁଡ଼ ଆସିବ, କେତେ ବିପଦ ଆସି ପଡ଼ିବ। ତେଣୁ ମା ମଧ୍ୟ ଝିଅ ପାଖରୁ ଶୁଣିଛି। ତେଣୁ ଶିକ୍ଷା କରିବାର ଏଇଟା ହେଉଛି ଗୋଟେ, ଇଟ୍ ଷ୍ଟାର୍ଟସ୍ ଆଟ୍ ଦି ବାର୍ଥ ଆଣ୍ଡ ଡେଥ୍ ଏଣ୍ଡସ୍ ଆଟ୍ ଦି ଡେଥ୍, ଜୀବନ ବ୍ୟାପୀ ପ୍ରକ୍ରିୟା। ତେଣୁ ଏହି କ୍ରମରେ ମୁଁ କହିବି, ଗୋଟିଏ କଥା ମୁଁ କହିବି ଯେ ଶିକ୍ଷକମାନଙ୍କୁ କହିବା ଆବଶ୍ୟକ ନୁହେଁ। ଶିକ୍ଷକମାନଙ୍କୁ କହିବି ଏଇ ଗୁରୁ ଦିବସରେ, ଯେହେତୁ ମୁଁ ଜଣେ ବଡ଼ ଭାଇ ଭଳିଆ, ମୁଁ କହିବି ଗୋଟିଏ ଜିନିଷ ହେଉଛି ଶିକ୍ଷକମାନେ ଅତି କମରେ ଜାଣିବେ। ଏଇ ବିଦ୍ୟାଳୟରେ ଯେତେବେଳେ 3 ମସିହାରେ ଯେତେବେଳେ ଆରମ୍ଭ ହେଲା, ସେଇଠି ଆମେ ଅଛୁ, ମୁଁ ଅଛି, ଆମ ପଡ଼ା ସାର୍ ଦୋଳ ସାର୍ ଅଛନ୍ତି, ସଦାଶିବ ସାର୍ ଅଛନ୍ତି, 3 ଜଣ ଟିଚରରେ ଯାଉଛନ୍ତି। ପିଲାଙ୍କୁ ପଢ଼େଇ ପାରିବେନି, ପିଲାଙ୍କୁ ମାନେ କ୍ଲାସ୍ ଭିତରେ ଗଲେ ପାଠ ସବୁଗୁଡ଼ାକ ଟପ୍, ସବୁଗୁଡ଼ାକ ଭଲ, ସବୁଗୁଡ଼ାକ A1 ଗ୍ରେଡ୍, ହାର୍ 5 ଡିଭିଜନ୍ ମାର୍କ, ସବୁ ଅଲ୍ ପାସ୍। ଏଇଠି ସମୟ ଥିଲା। ତେଣୁ ମୁଁ ଏତିକି କହିବି ଶିକ୍ଷକମାନଙ୍କୁ, ଯେ ଶିକ୍ଷକମାନଙ୍କୁ କହିବି ସ୍ୱାଧ୍ୟାୟ କରନ୍ତୁ, ଛୁଆମାନଙ୍କୁ ନିଜର କର୍ତ୍ତବ୍ୟ ସାଧନ କରନ୍ତୁ, ପଢ଼ିକି କ୍ଲାସ୍ରେ ପଢ଼ିକି ଆସନ୍ତୁ। ଏବଂ ଯାହା ଗୋଟିଏ ଜିନିଷ ହେଉଛି ଯେଉଁ ରିଟିନ୍ ୱାର୍କ ଅଛି, ରିଟିନ୍ ୱାର୍କଟାକୁ ସିଏ ପୁରା କମ୍ପ୍ରିହେନ୍ସିଭ୍ ରିଟିନ୍ ୱାର୍କ କାମ କରନ୍ତୁ, ଯାହାଫଳରେ ପିଲାମାନଙ୍କର ଯତ୍ନ ନିଅନ୍ତୁ। ଏଇ ବିଦ୍ୟାଳୟର ସଂସ୍କୃତି, ଏଇ ବିଦ୍ୟାଳୟର ପରମ୍ପରା ସବୁ ଅଛି। ଗୋଟେ ବର୍ଷ କି 2 ବର୍ଷ ଜଣେ କି 2 ଜଣ ଫେଲ୍ ହେଇଥିଲେ, ବିଗତ ଦିନମାନଙ୍କରେ କେହି ଫେଲ୍ ହେଇନାହାନ୍ତି। ଅବଶ୍ୟ ଏଇ କରୋନା ପରେ ପିଲା ଷ୍ଟ୍ରେନ୍ଥ କମିଗଲେ, ଆଉ ଟିକେ ରେଜଲ୍ଟ ଟିକେ, ଯଦିଓ ସବୁ ପାସ୍ କଲେ, ରେଜଲ୍ଟ ଟିକେ ଭଲ ଆଖି ଦୃଶ୍ୟ ହେଲାନି। ସେଥିପାଇଁ ସମସ୍ତେ ମଧ୍ୟ ଚିନ୍ତା କରୁଛନ୍ତି। ଏବଂ ସମସ୍ତେ, ସେଥିପାଇଁ ମୁଁ କହିବି ସମସ୍ତେ ଯତ୍ନ ହେବା ଦରକାର। ଏ ଲାଇଟ୍ ଇଜ୍ କଲ୍ଡ ଏ ଲାଇଟ୍ ଟିଲ୍ ଇଟ୍ ଇଜ୍ ବର୍ଣ୍ଣିଂ, ଏ ଟିଚର୍ ଇଜ୍ କଲ୍ଡ ଏ ଟିଚର୍ ଟିଲ୍ ହି ଇଜ୍ ଲର୍ଣ୍ଣିଂ। ଯେତେ ଦିନ ପର୍ଯ୍ୟନ୍ତ ଟିଚିଂ ନୁହଁ, ଯେତେ ଦିନ ଜଣେ ଶିକ୍ଷା କରୁଥିବ, ସ୍ୱାଧ୍ୟାୟ ଥିବ, ସେ ନିଶ୍ଚିତ ଭାବରେ ସେ ଜଣେ ଭଲ ଟିଚର୍ ହେବ। ଏବଂ ଯେତେବେଳେ କ୍ଲାସ୍କୁ ଆସୁଛନ୍ତି, ଯେତେବେଳେ ଘରୁ ଆସୁଛନ୍ତି, ଅତି କମ୍ରେ, ଆଜି ମୋର 5ଟା ପିରିୟଡ଼ ଅଛି, 3ଟା ପିରିୟଡ଼ ଅଛି, ମୁଁ ଅତି କମ୍ରେ ମୁଁ କ'ଣ ପଢ଼େଇବି ମନରେ ଭାବିକି ଆସନ୍ତୁ। ବହିଟାକୁ ଯେତେ ଜାଣନ୍ତୁ, ମୋର କହିବାର ଅଛି, ଜାଣିବାର କିଛି ନାହିଁ, ଯେତେ ଜାଣନ୍ତୁ ଅତି କମ୍ରେ ବହିଟାକୁ ଦେଖିକି ଥରେ ଆସନ୍ତୁ। ଯାହାଫଳରେ କି ଭିତରକୁ ଯେତେବେଳେ ଚାଲିଯିବେ, ମୁଁ ପଢ଼େଇଛି, ଠିକ୍ କରିକି ଆସିଛି, ପଢ଼େଇଲା ବେଳେ ଛାତି ଫୁଲିକି ଆସିଥିବ, ଯାହା ଆଇ ହାଭ୍ କମ୍ପ୍ଲିଟେଡ୍ ମାଇ ଡିଜାୟାର। ମୁଁ ଯାହା ଥିଲି, ମୁଁ ଭାବିଥିଲି, ମୁଁ ସବୁ କରିକି ଆସିଛି। ତେଣୁ ମୋର ଗୁରୁଜୀମାନଙ୍କୁ ଆଜିର ଏ ପବିତ୍ର ଦିନରେ ମୁଁ ଏତିକି କହିବାକୁ ଚାହେଁ। ଏବଂ ଯେ ସମୟ ସ୍ୱଳ୍ପ, ଗୋଟିଏ କଥା କହିବି, ପରିଶେଷରେ ଛାତ୍ରମାନଙ୍କୁ ମୁଁ କହିବି, ଦି ଫରେଷ୍ଟ ଆଣ୍ଡ ଡାର୍କ ଆଣ୍ଡ ଡିପ୍, ବଟ୍ वी हैव टू गो बिफोर वी स्लीप। ରାସ୍ତା ପଡ଼ିଛି, ରାସ୍ତାରେ ମୁଁ ଯାଉଛି, ସନ୍ଧ୍ୟା ହେଇ ଆସିଲାଣି, ଜଙ୍ଗଲ ସୁନ୍ଦର ଦେଖାହେଉଛି, ମୁଁ ଜଙ୍ଗଲରେ ରହିବି ନାହିଁ। ସୁନ୍ଦର ଯେତିକି, ଅନ୍ଧାର ସେତିକି, ଏହି ଯେ ଗହନ ବନ। ତେଣୁ ତୁ ଆପଣା ସଂକଳ୍ପ ଅଟଳ ଅଚଳ ରହରେ ମନ। ଆଗକୁ ପଡ଼ିଛି ପଥ ବହୁ ଦୂର, ଆଉ ଅଛି ଯେ ବାକି, ଚାଲିବି ନ ପଡ଼ିବି ଥକି, ମୁଦିବା ଆଗରୁ ଆଖି। ଏବଂ ଗୁରୁଜୀମାନଙ୍କୁ କହିବି, ତୁମେବ ବିଦ୍ୟା ଦ୍ରବିଣଂ ତୁମେବ ସର୍ବ ମମ ଦେବ ଦେବ। ଏତିକି କହି ଆଉ ଥରେ କରି, ବହୁତ ଦିନର ଅଭିଜ୍ଞତା, ମୁଁ ଡିଏନ୍ ହାଇସ୍କୁଲରେ ଯେତିକି ଦିନ ଅଛି, 20 ବର୍ଷ ଏଇଠି ରହିଛି। ଏଇ ପରିବେଶର ମୁଁ ସୁଖ ଦୁଃଖର ସାଥୀ। ଭଲ ମନ୍ଦ ଜାଣିଛି, କିଛି ନଥିଲା, ଘର ନାହିଁ, ଦ୍ୱାର ନାହିଁ, ରାସ୍ତା, ଏଇ ରାସ୍ତାରେ ମୋତେ ଯେତେବେଳେ ଆଣିକି ଦେଖେଇ ଦେଲେ, ଏଇପଟରେ ଗୋଟେ ରାସ୍ତା, ଏଇ ରାସ୍ତାରେ ଆମେ ଆସୁଥିଲୁ ସାଇକେଲରେ। ଏ ରାସ୍ତା ନଥିଲା, ଘର ନଥିଲା, ଦ୍ୱାର ନଥିଲା। ଏଇମାନଙ୍କର ଯଥେଷ୍ଟ ଚେଷ୍ଟା ବଦଳରେ ପରିବର୍ତ୍ତନ ହେଇଛି।
ମୁଁ ଆଶା କରିବି ଏଇ ଶୁଭ ଅବସରରେ ଶିକ୍ଷକମାନଙ୍କର ଅପାଭାଇମାନଙ୍କର ସମସ୍ତଙ୍କର ଉନ୍ନତି ହେଉ, ଛାତ୍ରଛାତ୍ରୀର ଉନ୍ନତି ହେଉ, କର୍ମକର୍ତ୍ତା ସମସ୍ତେ ଭଲ ହୁଅନ୍ତୁ। ଏତିକି କହି ବକ୍ତବ୍ୟ ସାଙ୍ଗ କରୁଛି। ଧନ୍ୟବାଦ। ଧନ୍ୟବାଦ କୈଳାସ ସାର୍। ଶିକ୍ଷକ ହେଉଛନ୍ତି ବଗିଚାର ସେହି ମାଳି ସଦୃଶ ଯିଏକି ବଗିଚାକୁ ରଙ୍ଗ ବେରଙ୍ଗର ଫୁଲରେ ସୁସଜ୍ଜିତ କରିଥାନ୍ତି। ଅର୍ଥାତ୍ ବିଦ୍ୟାଳୟ ଯଦି ବଗିଚା ହୁଏ, ସେହି ବଗିଚାର ମାଳି ହେଉଛନ୍ତି ଶିକ୍ଷକ ଏବଂ ଶିଷ୍ୟ ହେଉଛନ୍ତି ସେହି ବଗିଚାର ଫୁଲ। ଫୁଲ ରଙ୍ଗ ହେଉଛି ବିଦ୍ୟାର୍ଥୀଙ୍କ ଉଜ୍ଜଳ ଭବିଷ୍ୟତ, ଅର୍ଥାତ୍ କିଏ କ'ଣ ହେବ। ତେଣୁକି ଆମେ ଏବେ ଗୋଟେ ଗୁରୁ ବନ୍ଦନା ଶୁଣିବା ପିଲାମାନଙ୍କ ଠାରୁ। ହେ ଗୁରୁ ତୁମେ ବ୍ରହ୍ମା ତୁମେ ବିଷ୍ଣୁ। हे गुरु तुमे ब्रह्मा तुमे विष्णु तुमे महेश्वर। हे गुरु तुमे ब्रह्मा तुमे विष्णु तुमे महेश्वर। तुम पाद तले आमे करू कोटि जुहार। हे गुरु तुमे ब्रह्मा तुमे विष्णु तुमे महेश्वर। हे गुरु तुमे ब्रह्मा तुमे विष्णु तुमे महेश्वर। केते दीप जलाइछ निजे जली जली। केते फूल फुटाइछ साजी तुमे माली। हाथ धरी शिखाइछ साधनार पथ। मनीष गढ़िबा तुम जीवनर व्रत। भूली हेब नाही तब करुणा दर। हे गुरु तुमे ब्रह्मा तुमे विष्णु तुमे महेश्वर। हे गुरु तुमे ब्रह्मा तुमे विष्णु तुमे महेश्वर। अंधार रे देल जाळी शिक्षार आलोक। भरी देल आम मने ज्ञानर कुहुक। अंधार रे देल जाळी शिक्षार आलोक। भरी देल आम मने ज्ञानर कुहुक। चराई दियो हे तुम आशीषर धारा। हे गुरु तुमे ब्रह्मा तुमे विष्णु तुमे महेश्वर।
ଭଉଣୀ ଭାଇମାନେ, ଯିଏ ଆମ ଜୀବନରୁ ଅନ୍ଧକାରକୁ ଦୂର କରି ଆଲୋକ ଦେଖାଇଥାନ୍ତି ସେହି ହେଉଛନ୍ତି ପ୍ରକୃତ ଗୁରୁ। ଏହି ଗୁରୁ ଆମର ପ୍ରତ୍ୟେକ ଛୋଟ ବଡ଼ ଭୁଲକୁ କ୍ଷମା କରି ଆମକୁ ଉଚିତ ଶିକ୍ଷା ଦେଇଥାନ୍ତି ଏବଂ ଆମ ଭବିଷ୍ୟତର ଜୀବନଯାତ୍ରାକୁ ସରଳ ଏବଂ ଆଲୋକିତ କରିଥାନ୍ତି। ଏବେ ଶୁଣିବା ଦୋଳ ସାର୍ଙ୍କ ଠାରୁ କିଛି ଉଦ୍ବୋଧନ। ଦୋଳ ସାର୍। ଦିବ୍ୟଜନନୀ କରୁଣାମୟୀ ଶ୍ରୀମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଏବଂ ଆଜି ଯେଉଁ ମହାନ ପ୍ରତିଭାବାନ ବ୍ୟକ୍ତିତ୍ୱ ଯାହାଙ୍କର ଜନ୍ମ ଦିବସ ପାଳନ କରୁଛେ ଏବଂ ଯାହାଙ୍କର ଫଟୋ ପ୍ରଭୁ ଶ୍ରୀ ଅରବିନ୍ଦଙ୍କର ପାଦଦେଶରେ ଅବସ୍ଥାପିତ ହୋଇଛି, ସମ୍ମାନନୀୟ ଅଧ୍ୟକ୍ଷ ମହୋଦୟ, ପୂଜ୍ୟ ସୁରେଶ ଭାଇ, ମୋର ସମ୍ମାନନୀୟ କୈଳାସ ସାର୍, ମହେନ୍ଦ୍ର ସାର୍ ଏବଂ ଶ୍ରଦ୍ଧେୟ ଅପା ଭାଇଗଣ ଏବଂ ଛାତ୍ରଛାତ୍ରୀମାନେ, ଆଜି ଗୁରୁ ଦିବସ। ଭୂତପୂର୍ବ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣଙ୍କର ଜନ୍ମଦିନ, ସେ ବାବଦରେ ଅନେକ ଆଲୋଚନା ହେଇଛି। ମୋତେ ମାତ୍ର 5 ମିନିଟ୍ ସମୟ ଦିଆଯାଇଛି କହିବା ପାଇଁ। ମୁଁ ସର୍ବପ୍ରଥମେ ଦିବ୍ୟଜନନୀ ଶ୍ରୀମା ଏବଂ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ନିକଟରେ କୃତଜ୍ଞତା ଜଣାଉଛି, କାରଣ ସେ ତାଙ୍କର ଇଚ୍ଛାରେ, ମୁଁ ଯାହା ଅନୁଭବ କରିଛି ଏଠି 21 ବର୍ଷ ରହିବା ଫଳରେ, ସେଇ ପ୍ରଭୁ ଏବଂ ଶ୍ରୀମାଙ୍କର ଇଚ୍ଛାରେ ସବୁ କାର୍ଯ୍ୟ ସମ୍ପାଦିତ ଏବଂ ପରିଚାଳିତ ହୁଏ। ତେଣୁ ତାଙ୍କର ଇଚ୍ଛା ମୁଁ ଆଜି ଆସିବି, ଛାତ୍ରଛାତ୍ରୀମାନଙ୍କ ଗହଣରେ ପହଞ୍ଚିବି ଏବଂ ଯାହା ଦିପଦ କହିବି। ଆଜି ଏହି ଅବସରରେ ମୁଁ ଅନୁଷ୍ଠାନର ଅଧ୍ୟକ୍ଷ ମହୋଦୟ ଏବଂ ଅପା ଭାଇମାନଙ୍କୁ, ପରିଚାଳନା ସମିତିର ସଦସ୍ୟମାନଙ୍କୁ ଅନ୍ତରର କୃତଜ୍ଞତା ଜଣାଉଛି। ସେମାନେ ସୁଯୋଗ ଦେଇଛନ୍ତି ମୋତେ ଆସିବା ପାଇଁ ଏବଂ ଜଣେ ଛାତ୍ରୀ କାଲି ଫୋନ୍ କରିଥିଲା, ସାର୍ ଆସିବେ, ତାଙ୍କୁ ମଧ୍ୟ ଶ୍ରଦ୍ଧା ଜଣାଉଛି। ତେଣୁ ଆଉ ବିଶେଷ ଉପଦେହାତ ନ କରି ମୁଁ ଗୋଟିଏ କଥା କହିବି, ଏ ଶିକ୍ଷାନୁଷ୍ଠାନରେ ପ୍ରଭୁ ଶ୍ରୀ ଅରବିନ୍ଦ ଏବଂ ଦିବ୍ୟଜନନୀ ଶ୍ରୀମାଙ୍କର ପରିକଳ୍ପିତ ପୂର୍ଣ୍ଣାଙ୍ଗ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏଠି ଗୋଟିଏ କଥା ମୁଁ କହେ, ମହାତ୍ମା ଗାନ୍ଧୀ କହିଥିଲେ, ବାଇ ଏଜୁକେସନ୍ ଆଇ ମିନ୍ ଦି ଡ୍ରଇଂ ଆଉଟ୍ ବେଷ୍ଟ ଇନ୍ ମ୍ୟାନ୍ ଇନ୍ ବଡି, ମାଇଣ୍ଡ ଆଣ୍ଡ ସ୍ପିରିଟ୍। ବଡି, ମାଇଣ୍ଡ ଏବଂ ସ୍ପିରିଟ୍, ଏ ତିନିଟା କଥା ଉପରେ ସେ ଗୁରୁତ୍ୱ ଦେଲେ। କିନ୍ତୁ ପ୍ରଭୁ ଶ୍ରୀ ଅରବିନ୍ଦ ଯେଉଁ ନୂତନ ଶିକ୍ଷା ବ୍ୟବସ୍ଥା ବା ପୂର୍ଣ୍ଣାଙ୍ଗ ଶିକ୍ଷା ବ୍ୟବସ୍ଥା ପରିକଳ୍ପନା କଲେ, ସେଥିରେ ତାକୁ ଆଉ ଟିକେ ବ୍ୟାପକତର କଲେ। ଅର୍ଥାତ୍ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱର ସାମଗ୍ରିକ ବିକାଶ, ଏହାର କେମିତି ସମ୍ପାଦିତ ହେବ, ତା ପାଇଁ ଏହି ନୂତନ ଶିକ୍ଷା ବ୍ୟବସ୍ଥା ପରିକଳ୍ପନା କରିଥିଲେ। ଗଢ଼ିବି ଏପରି ଅନୁଷ୍ଠାନ ଏକ ମହିରେ ଅତୁଳ ଅତି। ବାସ୍ତବିକ ଏ ଶିକ୍ଷା ଅନୁଷ୍ଠାନ ଏବଂ ଶିକ୍ଷା ବ୍ୟବସ୍ଥା ଯେଉଁ ଶୈକ୍ଷିକ ଚିନ୍ତାଧାରା, ଏହା ଅତୁଳନୀୟ, ଅଦ୍ୱିତୀୟ। ଏଠୁ ମହାତ୍ମା ଗାନ୍ଧୀ ସବୁବେଳେ ତିନିଟା କଥା ଉପରେ ଗୁରୁତ୍ୱ ଦେଇଥିଲେ, ଯେ ଜଣେ ଛାତ୍ର ବା ଛାତ୍ରୀର ଶରୀର, ମନ ଏବଂ ଆତ୍ମାର ବିକାଶ ଘଟୁ। ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଆମେ ତାଠାରୁ ଅନେକ ଅଧିକ କଥା ଜାଣିବାକୁ ପାଉଛେ। ଅନେକ ସମୟରେ ଯେଉଁ ଇଣ୍ଟିଗ୍ରେଟେଡ୍ ଏଜୁକେସନ୍ ବା ପୂର୍ଣ୍ଣାଙ୍ଗ ଶିକ୍ଷା ବିଷୟରେ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରାଯାଇଛି। ସେ ବାବଦରେ ମୁଁ ଆଉ ପୁନରାବୃତ୍ତି କରିବିନି, କିନ୍ତୁ ଗୋଟିଏ କଥା, ଆମେ ଏଇ ଶିକ୍ଷା ବ୍ୟବସ୍ଥାର ଯେତେବେଳେ ଭାଗିଦାର ହେଇଛେ,
ଯାହା କିଛି ଗ୍ରହଣ କରିବା ସେ କେବଳ ପୁସ୍ତକ ସଂଗୃହୀତ ବିଦ୍ୟା ହେଇକିନି ନ ରହୁ ହେଲା। ପୋଥି ବାଇଗଣକୁ ବାଡ଼ି ବାଇଗଣ କରିବା ଏବଂ ତା ପାଇଁ ଛାତ୍ରଛାତ୍ରୀମାନଙ୍କର ଯେତିକି ଗୁରୁତ୍ୱ ରହିଛି ଅପା ଭାଇମାନଙ୍କର ସମଧିକ ଗୁରୁତ୍ୱ ରହିଛି। ଶ୍ରଦ୍ଧାବାନ ଲଭତେ ବିଦ୍ୟା, ଯାହାର ଶ୍ରଦ୍ଧା ନାହିଁ, ଶିଖିବାର ଆନ୍ତରିକତା ନାହିଁ, ଆଗ୍ରହ ନାହିଁ, ତାକୁ ଯେତେ ପଢ଼େଇଲେ ବି ଯେତେ ବୁଝେଇଲେ ବି ସେ ବୁଝିବନି। ଏ କାନରେ ପୁରେଇ ସେ କାନରେ ବାହାର କରିଦେବ। ତେଣୁ ଆଜି ଏଇ ପବିତ୍ର ଦିବସରେ ମୁଁ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ କଥା କହିବାକୁ ଚାହେଁ, ସେମାନେ ହେଲା ମନ ପ୍ରାଣ ଦେଇ ବିଦ୍ୟା ଅଧ୍ୟୟନ କରନ୍ତୁ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅପା ଭାଇମାନେ ଯାହା କ୍ଲାସ୍ରେ ପଢ଼ଉଛନ୍ତି ତାକୁ ସେମାନେ ମନନଶୀଳତାର ସହ ଶ୍ରବଣ କରନ୍ତୁ, ଲେଖିକିରି ନିଅନ୍ତୁ। କୈଳାସ ସାର୍ କହୁଥିଲେ ଯେ ଏଇ ଅନୁଷ୍ଠାନରେ ଅନେକ ଛାତ୍ରଛାତ୍ରୀ ଯାଇଛନ୍ତି ଯେଉଁମାନେ ସ୍ୱ କୃତିତ୍ୱ ପ୍ରଦର୍ଶନ ପୂର୍ବକ ଏ ଅନୁଷ୍ଠାନର ଯଶ ଗୌରବ ଖ୍ୟାତି ବୃଦ୍ଧି କରିଛନ୍ତି ହେଲା। ଆଜି ଆମେ ଯେ ପଛରେ ପଡ଼ିଛେ ତାହା ନୁହେଁ, ଆମକୁ ଗୋଟେ ଆଗ୍ନେୟ ଶପଥ ନେବାକୁ ପଡ଼ିବ। ଇଟ୍ ଇଜ୍ ଏ ବର୍ଣ୍ଣିଂ ପ୍ଲେଜ୍ ଯେ ଆମେ ଏ ଅନୁଷ୍ଠାନର ଦାୟାଦ ଆମକୁ ଠିକ୍ ଭାବରେ ପରିପୂର୍ଣ୍ଣ ଭାବରେ ଗଠନ କରିବାକୁ ପଡ଼ିବ। ଆଇନଷ୍ଟାଇନ୍ କହିଲେ ଯେ ଗୋଟେ ପିଲା ତା ମନ ଭିତରେ ଯେଉଁ ଜିଜ୍ଞାସା ସୃଷ୍ଟି ହୁଏ ସେ ଜିଜ୍ଞାସାର ସମୁଦ ଯେଉଁ ମାନସିକ ଶକ୍ତି, ଏ ଶକ୍ତି ଶିକ୍ଷାକୁ ଦୃଢ଼ୀଭୂତ କରେ। ଶିକ୍ଷା ବା ବିଦ୍ୟା ସା ବିଦ୍ୟା ଯାହା ବିନୁକ୍ତ ଆମକୁ ମୁକ୍ତ କରିଦିଏ। ଶିକ୍ଷା ଅନ୍ଧବିଶ୍ୱାସ, କୁସଂସ୍କାର, ରକ୍ଷଣଶୀଳତା ଏବଂ ଅହଙ୍କାର, ଗର୍ବ ଯାହାକି ଜୀବନକୁ ପତନୋନ୍ମୁଖୀ କରେ, ସେଥିରୁ ରକ୍ଷା କରି ଗୋଟେ ଦିବ୍ୟ ଜୀବନ ସୃଷ୍ଟି କରିବା ପାଇଁ ଶିକ୍ଷା ସହାୟକ ହୁଏ। ଗୋଟିଏ ପ୍ରାଣୀ ସାଧାରଣ ବା ଇତର ପ୍ରାଣୀ ତାଠାରୁ ମଣିଷ କେଉଁ ଗୁଣରେ ଶ୍ରେଷ୍ଠ ନା ମଣିଷର ବିଦ୍ୟା ଅଛି, ବିଦ୍ୟା ସମ୍ଭୂତ ବୁଦ୍ଧି ଅଛି, ତାର ଜ୍ଞାନ ଅଛି, ସେ ଜ୍ଞାନର କୌଶଳ ପ୍ରୟୋଗ କରି ନିଜର ଜୀବନର ସାର୍ଥକତା ପ୍ରତିପାଦନ କରିପାରୁଛି। ତେଣୁ ବୁଦ୍ଧି, ବିବେକ ଏବଂ ଜ୍ଞାନ ଏଇ ତିନିଟା ଦୃଷ୍ଟିକୋଣରୁ ଗୋଟିଏ ବ୍ୟକ୍ତି ବା ଗୋଟିଏ ମଣିଷ ଇତର ପ୍ରାଣୀମାନଙ୍କ ଠାରୁ ଶ୍ରେଷ୍ଠ। ତେଣୁ ବିବେକକୁ ଜାଗ୍ରତ କରିବାକୁ ପଡ଼ିବ ହେଲା। ଶିକ୍ଷକମାନେ ଯାହା କହୁଛନ୍ତି ତାକୁ ଗ୍ରହଣ କର, ଶିଖ ଏବଂ ଜୀବନ କ୍ଷେତ୍ରରେ ପ୍ରତିଫଳିତ କର। ଏ କ୍ଷେତ୍ରରେ ମୁଁ କହିବି ହ୍ୱାଟ୍ ଇଜ୍ ଦି ରୋଲ୍ ଅଫ୍ ଏ ଟିଚର। ଜଣେ ଶିକ୍ଷକ ଜଣେ ମନସ୍ତତ୍ତ୍ୱବିତ୍, ସେ ଛାତ୍ରଛାତ୍ରୀମାନଙ୍କର ମନ ଗହୀରରେ ଯାହା ସବୁ ଲୁକାୟିତ ହେଇ ଅଛି, ଯେଉଁ ସୃଜନଶୀଳ ପ୍ରତିଭା ତା ମନ ଭିତରେ ରହିଛି, ତାର ଆବିଷ୍କାର ପୂର୍ବକ ତାର ଚରମ ବିକାଶ ସାଧନ ପାଇଁ ନିଜକୁ ପରିପୂର୍ଣ୍ଣ ଭାବରେ ନିୟୋଜିତ କରିବ। ଦ୍ୟାଟ୍ ଇଜ୍ ଦି ରୋଲ୍ ଅଫ୍ ଏ ଟିଚର। ଜଣେ ଟିଚର, ଜଣେ ଇଞ୍ଜିନିୟର କ'ଣ କରନ୍ତି? ଗୋଟେ ପ୍ଲାନ୍ ତିଆରି କରନ୍ତି। ବିଲ୍ଡିଂଟେ ହେଲା କିମ୍ବା ବ୍ରିଜ୍ଟେ ହେଲା, ସେ ପ୍ଲାନିଂ କରନ୍ତି। ତେଣୁ ଶିକ୍ଷକ ପ୍ଲାନ୍ କରନ୍ତି ହାଉ ଟୁ ବିଲ୍ଡ ଦି ଫ୍ୟୁଚର। କୋଠାରୀ କମିଶନ କହିଛନ୍ତି ଦି ଫ୍ୟୁଚର ଅଫ୍ ଇଣ୍ଡିଆ ଇଜ୍ ସେଭ୍ଡ ଇନ୍ ଦି କ୍ଲାସରୁମ୍ସ। କ୍ଲାସରୁମ୍ରେ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ ଗଠନ କରନ୍ତି। ଦି ଟିଚର୍ସ ଆର୍ ବିଲ୍ଡର୍ସ, ଦେ ଆର୍ ଟ୍ରାନ୍ସଫର୍ମର୍ସ। ସମାଜକୁ ପରିବର୍ତ୍ତନ କରିବେ, ସମାଜରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବେ। ଇଟ୍ ଇଜ୍ ଦି ଟିଚର୍ସ। ଶିକ୍ଷକମାନେ ଡକ୍ଟରର ଭୂମିକା ଗ୍ରହଣ କରନ୍ତି। ଗୋଟେ ଛାତ୍ର ବା ଛାତ୍ରୀ କେମିତି ସୁସ୍ଥ ରହିବ ତା ପାଇଁ ସେମାନେ
ଅଧ୍ୟାପନା ସମୟରେ ବା ଶିକ୍ଷାଦାନ ସମୟରେ ସମୁଚିତ ଶିକ୍ଷା ଦେଇଥାନ୍ତି, ଉପଦେଶ ଦେଇଥାନ୍ତି। ଗୋଟେ ବଡ଼ କଥା ହେଉଛି ଯେତେବେଳେ ଶିକ୍ଷକ ଯାହା କହୁଛନ୍ତି ବା ଶିକ୍ଷୟିତ୍ରୀ ଯାହା କହୁଛନ୍ତି ସେଇ ଅପା ଭାଇମାନଙ୍କର ପରାମର୍ଶ ଉପଦେଶ ଆମେ ଜୀବନ କ୍ଷେତ୍ରରେ କାର୍ଯ୍ୟକାରୀ କରିବା। ତା ନହେଲେ ଏଭଳି ଦିବସ ପାଳନ କରି କେବଳ ଗୁରୁ ପୂଜା କରି ହେଲା ପାରମ୍ପରିକ ରୀତିରେ এইଭଳି ଚାଲିଛି। କେବଳ ଆମ ଅନୁଷ୍ଠାନରେ ନୁହେଁ, ଆକୁ ମାରି ହିମାଚଳ ସମଗ୍ର ଭାରତ ବର୍ଷରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆଜିର এই ପବିତ୍ର ଦିବସ ମହାସମାରୋହରେ ପାଳନ କରାଯାଉଛି। କିନ୍ତୁ ଏହାର ଲକ୍ଷ୍ୟ କ'ଣ? ଆମେ ସଫଳ ଛାତ୍ର ବା ଛାତ୍ରୀ ସୃଷ୍ଟି କରିବା। ଦେ ୱିଲ୍ ବି ଫ୍ୟୁଚର ଅଫ୍ ଦି କଣ୍ଟ୍ରି। ଜଣେ ଶିକ୍ଷକ ନିଜର ପ୍ରତିଭା ପରିଚୟ ଦିଅନ୍ତି। ହ୍ୱାଟ୍ ଇଜ୍ ଜେନସ୍? ଜେନସ୍ ହେଲା ଯେତେ କମ୍ପ୍ଲିକେଟେଡ୍ କଥା ହଉ, ଯେତେ ଜଟିଳ ଚିନ୍ତାଧାରା ତାକୁ ଖୁବ୍ ସରଳ କରିବା, ଛାତ୍ରଛାତ୍ରୀମାନଙ୍କୁ ସେଥିରେ ଅନୁପ୍ରାଣିତ ଉଦ୍ବୁଦ୍ଧ କରିବା ହେଉଛି ଶିକ୍ଷକର କାର୍ଯ୍ୟ। ଦି ଟିଚର ଇଜ୍ ଏ ଡିସିପ୍ଲିନ୍ ମେକର। ଏଠି ତାର ଭୂମିକା ହେଉଛି ପୋଲିସର ଭୂମିକା। ଶିକ୍ଷକ ଜଣେ ବିଚାରପତି। ଏମିତି ସବୁଆଡ଼ୁ ଦେଖିବାକୁ ଗଲେ ଦି ଟିଚର ହ୍ୟାଜ୍ ମଲ୍ଟିଫାରିୟସ୍ ରୋଲ୍ସ। ଗୋଟେ ସମାଜକୁ ପରିବର୍ତ୍ତନ କରିବା ପାଇଁ, ଗୋଟେ ସୁସଂଗତ ସମାଜ ଗଠନ କରିବା ପାଇଁ ଶିକ୍ଷକର ଭୂମିକା ଅନବଦ୍ୟ, ଏକଥା ଅନସ୍ୱୀକାର୍ଯ୍ୟ। ତେଣୁ ଆଜି ଶିକ୍ଷକ ଅପା ଭାଇମାନଙ୍କୁ ମୁଁ କହିବି, ସେମାନେ ତାଙ୍କ ମନ ଭିତରେ ହୀନମନ୍ୟତା ନ ଆସୁ। କାରଣ ଦି କାଉଣ୍ଟର ପାର୍ଟସ୍ ଇନ୍ ଗଭର୍ଣ୍ଣମେଣ୍ଟ ସ୍କୁଲ୍ସ ଦେ ଆର୍ ୱେଲ୍ ପେଡ୍। ସରକାରୀ ସ୍କୁଲରେ ଯେଉଁମାନେ ଅଛନ୍ତି ସେତେ ଅନେକ ସୁବିଧା ସୁଯୋଗ ପାଉଛନ୍ତି, କିନ୍ତୁ ଆମର ଏସବୁ ଅନୁଷ୍ଠାନରେ ସେତିକ ନାହିଁ। କିନ୍ତୁ ଗୋଟିଏ ତଫାତ ଅଛି, କ'ଣ ନା ସେଠି ପାଠପଢ଼ା ହୁଏନି। ଅର୍ଥାତ୍ ମୁଁ କହିବି ଯେ ଲକ୍ଷାଧିକ ଟଙ୍କା ପାଉଥିବା ଜଣେ ପ୍ରଧାନ ଶିକ୍ଷକ, ଏବେ ମୁଁ ଯେତିକି ଷ୍ଟାଟିଷ୍ଟିକ୍ସ ନେଇଛି, ସେମାନେ ପାଠ ପଢ଼ାନ୍ତିନି। If the headmaster does not teach, how will he expect that other teachers will teach? It is peculiar. ବର୍ତ୍ତମାନ ସେଇ ସିଷ୍ଟମ ଚାଲିଛି। ତେଣୁ ଆଜିର ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ବିଷୟରେ ସମାଲୋଚନା କରିବା ଉଚିତ ନୁହେଁ। ସମୟ ଥିଲା ଯେତେବେଳେ 50% କିମ୍ବା 60% ହାଇସ୍କୁଲ ରେଜଲ୍ଟ ହେଉଥିଲା। ଏ ବର୍ଷ 96% ରେଜଲ୍ଟ ହେଇଛି। ଯଦି ଚଳିତ ବର୍ଷ 100% ରେଜଲ୍ଟ ହୁଏ, ସରକାର ବାହାଦୁରୀ ନେବେ ଯେ ଶିକ୍ଷାର ପରିବର୍ତ୍ତନ ହେଇଛି। ବଟ୍ ହ୍ୱାଟ୍ ସର୍ଟ ଅଫ୍ ଚେଞ୍ଜ ହାଭ୍ ୟୁ ବ୍ରଟ୍? ନଥିଙ୍ଗ। ବରଂ ୟୁ ହାଭ୍ ଡିମୋରାଲାଇଜ୍ଡ ଦି ଏଜୁକେସନାଲ ସିଷ୍ଟମ। 1963 ମସିହାରେ ମୁଁ ପାଠ ପଢ଼େଇଲି। 63ରୁ 70, 71ରୁ 80, 81ରୁ 90, 91ରୁ 2000, 2001ରୁ 2010, 2010ରୁ 2000, 2011ରୁ 2020 ବର୍ତ୍ତମାନ ଚାଲିଛି। ଆ ଭିତରେ ମୁଁ ଦେଖୁଛି ଯେ ଗୋଟେ ଡେଟୋରିଏସନ୍ ହେଇଛି, ଶିକ୍ଷାର ଅବକ୍ଷୟ ଘଟିଛି। ଏ ଅବକ୍ଷୟ ରୋକିବ କିଏ? ଇଟ୍ ଇଜ୍ ଦି ଟିଚର୍ସ ଅନ୍ ହୁମ୍ ଦି ଏଣ୍ଟାୟାର କଣ୍ଟ୍ରି, ଏଣ୍ଟାୟାର ନେସନ୍ ଡିପେଣ୍ଡସ୍। ଦ୍ୟାଟ୍ସ ହ୍ୱାଇ ଆଜି ଆମେ ଶିକ୍ଷକମାନେ, ଅପା ଭାଇମାନେ ଏମିତି ଗୋଟେ ବର୍ଣ୍ଣିଂ ପ୍ଲେଜ୍, ଆଗ୍ନେୟ ଶପଥ ନେବା। We must do our duty, whatever it may be. ଆମେ ଯେଉଁ ଅବସ୍ଥାରେ ଥିଲେ ବି ଆମେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା। We shall build the future of the nation. ସ୍ୱାମୀ ବିବେକାନନ୍ଦ କହିଛନ୍ତି ଯେ what is education? Education is the manifestation of divine perfection already existing man. ସେ କହୁଛନ୍ତି ଗୋଟେ ଆତ୍ମାରୁ ହେଲା ଶକ୍ତି, ସେ ଆତ୍ମିକ ଶକ୍ତି ଆଉ ଗୋଟେ ଆତ୍ମାକୁ ଯାଏ। ଯେଉଁ ଆତ୍ମା ତାକୁ ସଞ୍ଚାରଣ କରେ ସେ ଶିକ୍ଷକ ବା ଗୁରୁ। ଯିଏ ଏହାକୁ ଗ୍ରହଣ କରେ ସେ ହେଉଛି ଶିଷ୍ୟ ବା ଷ୍ଟୁଡେଣ୍ଟ। ହେଲା, ଆଜି ଶିଷ୍ୟ ଆଉ ଗୁରୁ କହିଲେ ପିଲାମାନଙ୍କର ଟିକେ ଦ୍ୱନ୍ଦ୍ୱ ଆସିବ ବୁଝିବା ପାଇଁ। ଟିଚର୍ସ ଆଣ୍ଡ ଷ୍ଟୁଡେଣ୍ଟସ୍ କହିଲେ ଠିକ୍ ବୁଝିପାରିବେ। ତେଣୁ ଏଇ ଯେଉଁ ଟ୍ରାନ୍ସମିଶନ୍, ସଞ୍ଚାରଣ ହେଲା, ଏ ପ୍ରକ୍ରିୟା ଚାଲିଛି। ତେଣୁ ଆମକୁ ଗୋଟିଏ କଥା ଆଜି ଆମକୁ ଶପଥ ନେବାକୁ ପଡ଼ିବ
ଏଠି ପ୍ରଭୁ ଶ୍ରୀ ଅରବିନ୍ଦ ଏବଂ ଦିବ୍ୟଜନନୀ ଶ୍ରୀମା ରହିଛନ୍ତି ଏବଂ ତାଙ୍କର ଯେଉଁ ପୂର୍ଣ୍ଣାଙ୍ଗ ଶିକ୍ଷା ବ୍ୟବସ୍ଥା ଯାହାକୁ ଆମେ ସୌଭାଗ୍ୟକ୍ରମେ ଯେଉଁ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଏଠାରେ ଆଡ଼ମିସନ୍ କରିଛେ ଦୀର୍ଘ ବର୍ଷ ବର୍ଷ ଧରି ଯେଉଁଠି ଏ ଶିକ୍ଷାନୁଷ୍ଠାନରେ ଛାତ୍ର ବା ଛାତ୍ରୀ ରୂପେ ନିଜକୁ ପ୍ରତିଷ୍ଠିତ କରିଛେ ହେଲା ଏ ଅନୁଷ୍ଠାନର ସୁନାମ ରଖିବ ହେଲା ଏ ଅନୁଷ୍ଠାନର ଯେଉଁ ମର୍ଯ୍ୟାଦା ଯେଉଁ ଗରିମା ଅଛି ଯେଉଁ ଗୁରୁତ୍ୱ ଅଛି ତାକୁ ଯେମିତି ଅକ୍ଷୁଣ୍ଣ ରଖିବ। ମୁଁ ସବୁବେଳେ ଗୋଟିଏ କଥା କହିଛି ଏ ବ୍ୟାଚ୍ ପିଲାଙ୍କୁ ଯେ ତମେ ଚେଷ୍ଟା କର ଏମିତି 90% ଉପରେ ରଖିବ। ଜଣେ ଦୁଇ ଜଣ ହେଲେ ପାଇବେ ହେଲା ସମୟ ଥିଲା। ମୁଁ ଗୋଟିଏ କଥା କହିବି ଥରେ 5 ଜଣ ହେଲା 90% ଏଭବ ରଖିଲେ ହେଲା କିନ୍ତୁ ଏ ବିଗତ 2-3 ବର୍ଷ ହେଲା ପିଲା ରଖିପାରୁନାହାନ୍ତି। ଆମେ ଚେଷ୍ଟା କରୁଛୁ କିନ୍ତୁ ପିଲାମାନଙ୍କର ସେତିକି କୋଅପରେସନ୍ ଅଭିଭାବକ ମାନଙ୍କର ସେଇ କୋଅପରେସନ୍ ଦରକାର। ତେଣୁ ଶିକ୍ଷାଟାକୁ ଯେଉଁଟା କୁହାହେଉଛି ଇଟ୍ ଇଜ୍ ଏ ଗୋଲ୍ଡେନ୍ ଟ୍ରାଙ୍ଗେଲ୍ ଶିକ୍ଷକ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଏଇ ଯେଉଁ ଗୋଲ୍ଡେନ୍ ଟ୍ରାଙ୍ଗେଲ୍ ଏଇଟା ଖାଲି କଥାରେ କହିଦେଲେ ହେବନି ତାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଅନେକ ସମୟରେ ଛାତ୍ର ଅଭିଭାବକ ମାନଙ୍କର ସଭା ଡକାଯାଉଛି ବିଭିନ୍ନ ସମସ୍ୟା ବିଷୟରେ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ଉନ୍ନତି ବିଷୟରେ ତାଙ୍କର ଅଗ୍ରଗତି ବିଷୟରେ ଆଲୋଚନା କରାଯାଉଛି। ଏହା ସ୍ୱାଗତ ଯୋଗ୍ୟ କିନ୍ତୁ ଆମକୁ ଆଉ ଟିକେ ଲାଗିବାକୁ ପଡ଼ିବ ଏବଂ ଛାତ୍ରଛାତ୍ରୀମାନଙ୍କର ଏଥିରେ ପୂର୍ଣ୍ଣ ପ୍ରାଣରେ ସହାୟତା ଦରକାର। ମୁଁ ଆଉ ବେଶୀ କହିବିନି କାରଣ ସମୟ ହେଇଗଲାଣି ବୁଝିହେଲା। ଏତିକି ମୁଁ କହିବି ଦି ଲାଇଫ୍ସ ଅଫ୍ ଦି ଗ୍ରେଟ୍ ମେନ୍ all remind us we will make our life sublime and departing leave behind us footprints on the sands of time। प्रभु श्री अरविंद एवं सर्वपल्ली राधाकृष्णन स्वामी विवेकानंद आल्बर्ट आइंस्टाइन एवं महात्मा गांधी जो मानक विषय में आज आलोचना कली से व्यक्तित्व से चिंताधारा एवं आदर्श आम मान अनुप्राणित करूँ उद्बुद्ध करूँ आम ये देशर सुनागरिक गठन करने सफल प्रयास करवा। यहाँ मोर अपा भाई मानक अनुरोध एवं छात्र छात्री मानक गोटे उपदेश दूसरी जे डू योर ड्यूटी एंड ओबे योर टीचर्स है। ये बस धीर स्थिर अनेक कथा शिक्षक विषय कह ये चलीगला आउट ऑफ साइट आउट ऑफ माइंड भूलीगल है कौन सार कहते कि कौन अपा भाई कहते से कथा भूलीगल एंड यू डू आज यू प्लीज सेटा न रहू सेटा पूर्णांग शिक्षा केन्द्र लक्ष्य नुहे बा शिक्षानुष्ठान लक्ष्य नुहे। तेणु पूर्णांग शिक्षा को सफल करने जदिओ ये अनुष्ठान रे संपूर्ण रूपे परिपूर्ण भाव में कार्यकारी पारिनी जोटा अजय भाई कहे सहमति प्रकाश करेंगे किंतु आम उद्यम करें एबे भी ये उद्यम अब्याहत रहू फॉर माइल्स टू गो बिफोर आई स्लीप एंड माइल्स टू गो बिफोर आई स्लीप आमको आहरी आगेवा पड़ो एवं यापाई प्रभु श्री अरविंद एवं दिव्यजननी श्रीमांकर आशीर्वाद करुणा एवं इच्छा दरकार। वंदे मातरम। धन्यवाद दल सार आपणकर बहुमूल्य समय किछि हमको उद्बोधन देबा पाई। शिक्षक होउछंती जातिर निर्माण से देशर भविष्यत वंशधर मानकु गढ़ंती। गुरुंकर कृपारु शिष्य बड़ हुए से समस्तंकर नमस्य और पूज्य। आस आमे एही महान गुरु महेंद्र सार को मंच को आमंत्रण करवा से तांको बहुमूल्य समय किछि हमको उद्बोधन देबे। महेंद्र सर श्रीमा एवं श्री अरविंद पदार बिंदरे प्रथमे नतमस्तक करी आजिकार वक्तव्य आरंभ करने जाऊँगी। मंचासीन आम जो शिक्षक वृंद रही तथा कमिटी सभ्य आमर सार जो रही विभिन्न रही
ସେମାନେ ସେମାନଙ୍କର କାର୍ଯ୍ୟ ଯେଉଁ ସମ୍ପାଦନ କରିବା ପାଇଁ ବ୍ୟସ୍ତ ରହିଛନ୍ତି। ତେଣୁ ସମସ୍ତଙ୍କୁ ମୋର କୋଟି କୋଟି ପ୍ରଣାମ ଆଉ ନମସ୍କାର। ସ୍ନେହର ଛାତ୍ରଛାତ୍ରୀ ସମସ୍ତଙ୍କୁ ମଧ୍ୟ ମୋର ସାଦର ଆଶୀର୍ବାଦ ନେବ। ବିଦ୍ୟାଳୟର କର୍ମକର୍ତ୍ତା ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ମୋର ସାଦର ପ୍ରଣାମ। ଆଜି ହେଉଛି ଆମର ଯେଉଁ ତୁମେ ସମ୍ମୁଖରେ ଦେଖୁଛ ସର୍ବପଲ୍ଲୀ ରାଧାକୃଷ୍ଣନ, ତାଙ୍କର ଜନ୍ମଦିନ 1888 ମସିହାରେ ସେ ଜନ୍ମଗ୍ରହଣ କରିଥିଲେ ଆଜିକା ଦିନରେ। ଏବଂ ତାଙ୍କର 5 ବର୍ଷ ବୟସ ହେବା ସମୟରେ ସେ ବିଦ୍ୟା ଶିକ୍ଷା ଆରମ୍ଭ କରିଥିଲେ। ବିଦ୍ୟା ଶିକ୍ଷା ଆରମ୍ଭ କରି ତମ ଉପରେ ଛୋଟ ପିଲା ହେଲେ ମଧ୍ୟ ତାଙ୍କର ଜ୍ଞାନ ଅତି ପ୍ରଖର ଥିଲା ପ୍ରଥମରୁ। ତାପରେ 7 ବର୍ଷ ବୟସରେ ସେ ପ୍ରଥମେ 6ଠ କ୍ଲାସରେ ଆଡ଼ମିସନ୍ କଲେ। ଆଡ଼ମିସନ୍ କରିବା ପରେ 2 ବର୍ଷ ଭିତରେ ସେ ME ସପ୍ତମ ପାସ୍ କରି ହାଇସ୍କୁଲକୁ ଚାଲିଗଲେ। ତାପରେ 11 ବର୍ଷ 12 ବର୍ଷ ମଧ୍ୟରେ ସେ କଲେଜ ଆଡ଼ମିସନ୍ କଲେ। ହାଇସ୍କୁଲ ପାସ୍ କରି କଲେଜରେ ଆଡ଼ମିସନ୍ କଲେ। ତାଙ୍କର ପ୍ରଖରତା ଯଦି ତମ ଭିତରେ ପ୍ରବେଶ କରିବ ନିଶ୍ଚିତ ତମେ ମଧ୍ୟ ଏ ପାଠକୁ ପାଠ ବୋଲି ତୁମେ ଚିନ୍ତା କରିବନି, ନିଶ୍ଚିତ ଆଗକୁ ଆଗକୁ ମାଡ଼ି ଚାଲିବ। ତମ ଯଦି ସେଇ ଶକ୍ତି ଥାଏ, ତେଣୁ ତାଙ୍କ ପରି ତମେ ମଧ୍ୟ ହେବା ପାଇଁ ଚେଷ୍ଟା କର। ତାପରେ ସେ ଚାଲିଗଲେ, କଲେଜରେ ପଢ଼ିଲେ। ଯେ କଲିକତା ଯାଇ କଲେଜରେ ପାସ୍ କଲେ, BA ପାସ୍ କଲେ। BA ପାସ୍ କରିବା ପରେ MA ମଧ୍ୟ ପାସ୍ କଲେ, MSCରେ ପାସ୍ କଲେ। MSC କରି MPhil ମଧ୍ୟ କରିବାକୁ ପଠାଇଲେଣି। ତାହେଲେ ଏପରି ଶକ୍ତି ସେ ପ୍ରଥମରୁ ଆରମ୍ଭ କରିଛନ୍ତି। ପରେ ଶେଷରେ ସେ ଜଣେ ଦେଖିଲେ ଯେ ମୁଁ ଚାକରି କିଛି କରିବିନି, ତେଣୁ ସେ କ'ଣ କଲେ, ରାଜ୍ୟପାଳ ଆୱାର୍ଡ଼ ପାଇଲେ। ରାଜ୍ୟପାଳ କିଛି ଦିନ ରହିବା ପରେ ଶେଷରେ ଦେଶକୁ ଶାସନ କରିବା ପାଇଁ ମନ ବଳିଲା। ତେଣୁ ରାଷ୍ଟ୍ରପତି ପାଇବାକୁ ସେ ଉନ୍ନତି ହେଲେ। ଏବଂ ରାଷ୍ଟ୍ରପତି ଯେତେବେଳେ ଥିଲେ ସେତେବେଳେ ଚିନ୍ତା କଲେ ଯେ ମୁଁ ନିଶ୍ଚିତ ଭାବରେ ଛୋଟ ଛୋଟ ପିଲାଙ୍କ ପାଇଁ ଯେପରି ମୁଁ ମଣିଷ ହେଇକି ଆସିଛି ମୂଳରୁ ସେହିପରି ପିଲାଙ୍କୁ ତିଆରି କରିବା ପାଇଁ ଚେଷ୍ଟା କରିବି। ଏବଂ ତାଙ୍କର ଜନ୍ମ ଦିବସ ମୃତ୍ୟୁ ଦିବସରେ ସେ 1975 ମସିହାରେ ମୃତ୍ୟୁବରଣ କଲେ। ଏବଂ ତା ପୂର୍ବରୁ ସେ କହିଲେ ମୋ ଜନ୍ମ ଦିବସଟିକୁ ଯେପରି ଆମେ ପାଳନ କରିବ। ଆଉ ଏହି ଦିବସର ମହତ୍ତ୍ୱ ସମସ୍ତ ଲୋକମାନଙ୍କୁ, ପିଲାମାନଙ୍କୁ ସମସ୍ତେ ଯେପରି ଜାଣିବେ ସେଥିପାଇଁ ମଧ୍ୟ ଚେଷ୍ଟା କରିବ। ଏହି ପ୍ରକାର କହି ଆଜି ବର୍ତ୍ତମାନ ତାଙ୍କ ଦିବସ ପାଳନ କରାଯାଉଛି। ଯଦି ତାଙ୍କ ପରି ଆମେ ହେବା ତାହେଲେ ତାଙ୍କ ପରି ଆମେ ମଧ୍ୟ ଚେଷ୍ଟା କରିବା। ବାରମ୍ବାର ଚେଷ୍ଟା କଲେ ଚେଷ୍ଟାର ଅସାଧ୍ୟ କିଛି ନୁହେଁ। ତେଣୁ ଆଉ ଇଏ ହେଉଛି କ'ଣ, ଗୁରୁ ଦିବସ। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ। ଅଖଣ୍ଡ ମଣ୍ଡଳାକାରଂ ବ୍ୟାପ୍ତହୀନଂ ଚରାଚରଂ ତତ୍ପଦଂ ତତ୍ସଂହିତଂ ତସ୍ମୈ ଶ୍ରୀ ଗୁରୁବେ ନମଃ। ତେଣୁ ସେହି ଗୁରୁ ମୋର ମଧ୍ୟ ଗୁରୁ ଅଛନ୍ତି, ତମର ମଧ୍ୟ ଗୁରୁ ଅଛନ୍ତି। ତେଣୁ ତାଙ୍କର ପଦାରବିନ୍ଦରେ ବା ପଦାରବିନ୍ଦକୁ ଅନୁସରଣ କରି ଯଦି ଆମେ ଆଗକୁ ଯିବା, ନିଶ୍ଚିତ ଭାବରେ ଏହି ସଂସାର ରୂପକ ଯେଉଁ ରହିଛି ଆମର ସମାଜ, ଏହି ସମାଜକୁ ମଧ୍ୟ ଆମେ ପରିବର୍ତ୍ତନ କରିଦେଇପାରିବା। ତେଣୁ ଆଜିର ଆମର ଛାତ୍ର ସମାଜକୁ ମୁଁ ଏହି ଆହ୍ୱାନ କରୁଛି, ଯେପରି ଯେକୌଣସି ସ୍ଥାନରେ ମଧ୍ୟ ଥିଲେ ଆମେ ଶ୍ରୀମା ଶ୍ରୀ ଅରବିନ୍ଦଙ୍କର ପାଦପଦ୍ମ ତଳେ ରହି ଏହି ଯେଉଁ ଆମର ଆଜିକାର ଯେଉଁ ପବିତ୍ର ଦିବସର ନାୟକଙ୍କ ବିଷୟରେ ଆଲୋଚନା କରାଗଲା, ତାଙ୍କର କଥାକୁ ଯଦି ତୁମେ ଚିନ୍ତା କରିବ ତାହେଲେ ନିଶ୍ଚିତ ଭାବରେ ଭବିଷ୍ୟତରେ ଜଣେ ସୁନାଗରିକ ଏବଂ ସୁବକ୍ତା ଆଉ ସୁସ୍ନେହୀ ସୁପ୍ରତିଭା ସତ୍ୟ ଶାନ୍ତି ଦୟା କ୍ଷମା ତମ ତାକୁ ମାଡ଼ି ରହୁ। ଏଠି କହି ମୋର ବକ୍ତବ୍ୟ ଶେଷ କରୁଛି। ବନ୍ଦେ ମାତରମ୍।
ଏବେ ଆମେ ଶୁଣିବା ଧନ୍ୟବାଦ ମହେନ୍ଦ୍ର ସାର୍। ଏବେ ଶୁଣିବା ଗୋଟେ ଗୁରୁ ବନ୍ଦନା। ହେ ଗୁରୁ ତୁମେ ମଙ୍ଗଳମୟ। हे गुरु तुमे मंगलमय, कृपा बिनु मुक्ति नाही। हे गुरु तुमे मंगलमय, कृपा बिनु मुक्ति नाही। धरणी मार योग्य संतान, धरणी मार योग्य संतान, तुम बिना शांति काहि। हे गुरु तुमे मंगलमय, कृपा बिनु मुक्ति नाही। हे गुरु तुमे मंगलमय, कृपा बिनु मुक्ति नाही। आलोक शिखार तुमे तो इंगित, तुम पाई जन्म मोहि। आलोक शिखार तुमे तो इंगित, तुम पाई जन्म मोहि। अंधार पथरे तुमे तल उड़ी, अंधार पथरे तुमे तल उड़ी, अंडारी चालीछि मोहि। हे गुरु तुमे मंगलमय, कृपा बिनु मुक्ति नाही। हे गुरु तुमे मंगलमय, कृपा बिनु मुक्ति नाही। तुमे अखिलर तुमे निखिलर, आशिष तुमे मो पाई। तुमे अखिलर तुमे निखिलर, आशिष तुमे मो पाई। धर्म निर्देशना देवा पाई परा, धर्म निर्देशना देवा पाई परा, अवर्तीन भावग्राही। हे गुरु तुमे मंगलमय, कृपा बिनु मुक्ति नाही। हे गुरु तुमे मंगलमय, कृपा बिनु मुक्ति नाही। तुमरी आशीषे আজি एही धरा, पूरी उठू नाम गाई। तुमरी आशीषे আজি एही धरा, पूरी उठू नाम गाई। जय गुरुदेव जय हे अनंत, जय गुरुदेव जय हे अनंत, बड़िया कादे चिंतई। हे गुरु तुमे मंगलमय, कृपा बिनु मुक्ति नाही। हे गुरु तुमे मंगलमय, कृपा बिनु मुक्ति नाही। धरणी मार योग्य संतान, धरणी मार योग्य संतान, तुम बिना शांति काहि। हे गुरु तुमे मंगलमय, कृपा बिनु मुक्ति नाही। हे गुरु तुमे मंगलमय, कृपा बिनु मुक्ति नाही। कृपा बिनु मुक्ति नाही, कृपा बिनु
मुक्ति नाही। जो बनाए हमें इंसान और दे सही गलत के पहचान, देश के उन निर्माताओं को हम करते हैं सत सत नमन। To the teacher who has taught so many lives with their kindness and wisdom, I am requesting to our respectable principal to say something about the day. Principal sir. दिव्य जननी श्रीमा परम प्रभु श्री अरविंद मंचासीन पूज्य सम्मान्य कैलाश सार, दृढ़गोविंद सार, महेंद्र सार एवं सर्वदा सुख दुखरे सांगरे थिबा सुरेश भाई एवं मोर सहकर्मी अपा भाई वृंद एवं स्नेहर छात्र छात्री, आज दिवसर तात्पर्य आज आम कहीं एठारे उपस्थित समस्ते भल भाव अवगत। समय तो अतिक्रांत, गुरुंकर महिमा गान करवा बोधे काहारी पक्षे असंभव, कारण गुरु ही सब किछि। तेणु कहुई गुरु ब्रह्मा गुरु विष्णु गुरुदेव महेश्वर गुरु साक्षात परम ब्रह्म तस्मै श्री गुरवे नमः। जड़े गुरु ही जड़े मनीष को उपयुक्त मार्गदर्शन करिथाए एवं जीवनर चलापथ को सुगम एवं कुसुमित कर पारिथाए। तेणु एक कहुई गीतारे बिना गुरु रे अर्जुन कहीं न पाइब सद ज्ञान। तेणु गुरु तो अनेक प्रकार शिक्षा गुरु दीक्षा गुरु। तेणु जहाँ माध्यम जहाँकर पदुटीए कथारे आमर गतिपथ परिवर्तन हुए, आमे चलिबा पई राहा पाई जाऊ, सी भी गुरु। गुरुंकर आशीर्वाद बिना जीवन असार हो जाए। यदि गुरुंकर आशीर्वाद आम पाखरे अच्छी ताले कंटकित पथ मध्य पुष्पित हो जाए। तेणु छात्र छात्री मानक एति कहबी सब बेले गुरु को सम्मान दियो, गुरु कथा को अक्षर अक्षर पालन करने को चेष्टा कर, तेबे सब किछि सहज साध्य हो। तेणु स्वल्प समय दृष्टि अधिक किछि न कही वक्तव्य रखुची। वंदे मातरम, भारत माता की जय। धन्यवाद पद्मलोचन भाई। ए संसार रे जीए जो पदवी रे थांतु ना कहीं से जो शीर्ष रे पहुंची थांतु ना कहीं, गुरु बिना यह असंभव। से ही गुरु मानकु मु कोटि कोटि प्रणाम जणाई समस्त को गुरु दिवस र शुभेच्छा जणाउची। धन्यवाद। I would like to say that teachers are the backbone of our society. They deserve our respect, admiration and gratitude forever. I wish of all happy Teachers Day. Thank you. बर्तमान में गोटे मिनिट माँ का म्यूजिक से तो नीरव रहा कार्यक्रम को माँ का निकट रे निवेदन करवा। साइलेंस।